ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଗାମୀ ଡିଏଲଇଡି ଏଣ୍ଟ୍ରାନ୍ସ 2026 ବା ଯେଉଁ ସିଟି ଏଣ୍ଟ୍ରାନ୍ସ 2026 ପାଇଁ ଆପଣ ଯଦି ପ୍ରିପାରେସନ୍ କରୁଛନ୍ତି, ତାହେଲେ ଏଇ ଭିଡିଓଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏଇଥିରେ ମୁଁ ସବୁଠାରୁ ଡାଉଟଫୁଲ୍ ବା ଇମ୍ପୋର୍ଟାଣ୍ଟ ଟପିକ୍ ଯୋଉଟାକି ହେଉଛି କ'ଣ, ଆମର ମାଇକ୍ରୋ ଅର୍ଗାନିଜିମ୍। ସାଇନ୍ସ ପିଲାଙ୍କର ଇଭେନ୍ ବି ମଧ୍ୟ ଏଇ ଡାଉଟଟା ଥାଏ, ଯେମିତିକି ମାଇକ୍ରୋ ଅର୍ଗାନିଜିମ୍ର ଏମସିକ୍ୟୁ ଟାକୁ କେମିତି ସଲ୍ଭ କରିବେ। ତେଣୁ ଏଇ ଗୋଟିଏ ଭିଡିଓରେ ମୁଁ ଆପଣ ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଏବଂ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଗୁଡାକ ଆଣିଛି। ଟୋଟାଲ ଆମର 20ଟି ଏମସିକ୍ୟୁ ରହିଛି, ଯୋଉଥିରେ କି ମୁଁ ଗୋଟିଏ ଏମସିକ୍ୟୁରେ 20ଟା ଏମସିକ୍ୟୁ କରିବା ସହିତ ମୁଁ ଏଇ ଟପିକର ଯେତେ ସବୁ ଫଣ୍ଡାମେଣ୍ଟାଲ ଅଛି ବା ଏମସିକ୍ୟୁ ଆପଣଙ୍କର ସଲ୍ଭ କରିବା ପାଇଁ ଯୋଉ ସବୁ କନସେପ୍ଟ ଦରକାର, ଫୁଲ୍ ଟପିକଟା ମୁଁ ଏଇ ଗୋଟିଏ ଭିଡିଓ ହିଁ କଭର କରିଦେବି। ଆପଣଙ୍କୁ ଆଉ କୌଣସି ଥିଓରି ଆପଣ ଭିଡିଓ ଦେଖିବାର ନାହିଁ। ଗୋଟିଏ ଆପଣ ଭିଡିଓ ଦେଖି ଥିଓରି ପ୍ଲସ୍ ଏମସିକ୍ୟୁ ସଲ୍ଭ କରିପାରିବେ। ଭିଡିଓଟି ଫୁଲ୍ ଦେଖନ୍ତୁ। ଭିଡିଓ ଯଦି ଭଲ ଲାଗିଲା ଆପଣଙ୍କୁ, ଭିଡିଓଟି ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସନ୍ତି, ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଯୋଉ ବେଲ୍ ନୋଟିଫିକେସନ ଅଛି ତାକୁ ଅଲରେ ସେଟ୍ କରିଦେବେ। ଆଉ ଭିଡିଓଟି କେମିତି ଲାଗିଲା ମତେ ଟିକେ କମେଣ୍ଟ ସେକ୍ସନରେ ଜଣାଇଦେବେ। ତ ଯିବା, ସମୟ ନଷ୍ଟ କରିବାନି, କଣ ସବୁ କ୍ୱେଶ୍ଚନ ଅଛି ଦେଖିବା। ପ୍ରଥମ କ୍ୱେଶ୍ଚନଟି ଅଛି, ନିମ୍ନଲିଖିତ ମଧ୍ୟରୁ କେଉଁ ଅଣୁଜୀବ ଶିମ୍ବ ଜାତୀୟ ଉଦ୍ଭିଦରେ ବାୟୁମଣ୍ଡଳୀୟ ଯବକ୍ଷାରଜାନ ସ୍ଥିରୀକରଣ ପାଇଁ ଦାୟୀ? ହେଲା, which one of the following microorganism is responsible for fixing the atmospheric nitrogen in the leguminous planet? ହେଲା, ଯୋଉଟା କି ଆମର ଶିମ୍ବ ଜାତୀୟ, ଡାଲି ଜାତୀୟ ଶିମ୍ବ ଜାତୀୟ କୁହାଯାଏ, ସେଥିରେ ଯବକ୍ଷାରଜାନ ଗୁଡାକ ଆଣିକି ସେ କଣ ପ୍ଲାଣ୍ଟକୁ ଦେଇଥାଏ। ଅପସନ ଗୁଡା କଣ ଦେଇଛି, ଲାକ୍ଟୋବାସିଲସ୍ ତାକୁ କୁହାଯାଏ, ନା ରାଇଜୋବିୟମ ବୋଲି କୁହାଯାଏ, ନା ହଉଛି ଏମୋଇବା କୁହାଯାଏ, ନା ହଉଛି ପେନସିଲିୟମ କୁହାଯାଏ। ତେଣୁ ଏହାର ସଠିକ ଉତ୍ତରଟି କଣ ହବ, ସେଇ ଅଣୁଜୀବକୁ ଆମେ କଣ କହିଥାଉ ନା ସଠିକ ଉତ୍ତର ହେଉଛି ଅପସନ ନମ୍ବର ବି, যেটা କଣ ହେଉଛି ରାଇବୋଜୋମ ଯୋଉ କୁହାଯାଏ ବା ରାଇଜୋବିୟମ ବୋଲି କୁହାଯାଇଥାଏ। ହେଲା, ସେମାନେ କଣ କରନ୍ତି ନା ରାଇଜୋବିୟମ ଫର୍ମସ ଏ ସିମ୍ବାୟୋଟିକ ରିଲେସନସିପ ୱିଥ ଦ ରୁଟ୍ ନୁଡଲ୍ସ ୱିଥ ଦ ନିଡ୍ୟୁଲ୍ସ, ମାନେ କଣ ଏଇ ଯୋଉ ଚେର ଗୁଡାକ ଲେଗୁମିନସ୍ ପ୍ଲାଣ୍ଟ ଲାଇକ ପିଜ୍ ଏଣ୍ଡ ବିମ୍ସ। କଣ ହୁଏ ନା ପିଜ୍ ଆଉ ବିମ୍ସ ଯୋଉ ଗଛର ଚେର ଗୁଡାକ ଅଛି, ସେମାନେ କଣ କରନ୍ତି ଆମର ବାୟୁମଣ୍ଡଳର ଯୋଉ ଯବକ୍ଷାରଜାନ ଜାଣିଛନ୍ତି 78% ଅଛି, ସେମାନେ କଣ କରନ୍ତି ଯବକ୍ଷାରଜାନ ଡାଇରେକ୍ଟ ସେମାନେ ନେଇ ପାରନ୍ତିନି। ସେମାନେ କଣ କରନ୍ତି ତାଙ୍କ ଯୋଉ ଚେରରେ କଣ ଥିବ, ଏଇ ଛୋଟ ଛୋଟ ଦେଖୁ ବିରି ଭଳିଆ ଲାଗିଥିବ, ସେଇଟା କଣ କୁହାଯାଏ ନା ରାଇଜୋବିୟମ କୁହାଯାଏ। ସେମାନେ କଣ କରନ୍ତି ଏଇ ଯୋଉ ରାଇଜୋବିୟମ ତାଙ୍କ ଚେରରେ ସବୁ ଲାଗିଥାଏ, ସେମାନେ ସିମ୍ବiotic, ମାନେ କଣ ଏଇ ଯୋଉ ଗଛ ତାଙ୍କୁ କିଛି ଖାଦ୍ୟ ଦବ, ପ୍ଲସ ଏଇ ଯୋଉ ରାଇଜୋବିୟମ ଅଛନ୍ତି ସିଏ କଣ ୟାକୁ ଯବକ୍ଷାରଜାନ ବା ନାଇଟ୍ରୋଜେନ ତାଙ୍କୁ ଦବ। ସେଇଟା କଣ କହୁଛି ସିମ୍ବାୟୋଟିକ ରିଲେସନସିପ। ସିମ୍ବାୟୋଟିକ ରିଲେସନସିପ ମାନେ କଣ, ମ୍ୟୁଚୁଆଲି, ମାନେ ଇଏ ତାକୁ ଖାଦ୍ୟ ଦବ, ସିଏ ୟାକୁ ଖାଦ୍ୟ ଦବ। ହେଲା, ତେଣୁ ଇଏ ତାକୁ ଯବକ୍ଷାରଜାନ ଦବ, ସେମାନେ ୟାକୁ ଖାଦ୍ୟ ଦେବେ, ଯାହାଦ୍ୱାରା କି ରାଇଜୋବିୟମ ତା ଭିତରେ ରହିବ। ତେଣୁ ଯଦି କ୍ୱେଶ୍ଚନ ପଚାରେ କୋଉ ପ୍ରକାର ଗଛରେ ଦେଖାଯାଏ, ନା ପିଜ୍ ଆଉ ବିମ୍ସ। ରାଇଜୋବିୟମ କୋଉଠି ଦେଖାଯାଏ, ପିଜ୍ ଆଉ ବିମ୍ସ ବା ଡାଲି ଜାତୀୟ ଯୋଉ ଲେଗୁମିନସ୍ ଗଛ ଗୁଡାକରେ ଦେଖାଯାଏ। ସେ କଣ କରେ, କନଭର୍ଟ ଦ ଆଟମୋସ୍ଫେରିକ ନାଇଟ୍ରୋଜେନ ଇନଟୁ ୟୁଜଫୁଲ ଏମୋନିଆ। ସେ ଯୋଉ ୟୁଜଫୁଲ ଏମୋନିଆ କଣ କରନ୍ତି, ଗଛ ମାନେ ୟୁଜ କରନ୍ତି ତାଙ୍କ କଣ ଯୋଉ ଖାଦ୍ୟ ତିଆରିରେ। ହେଲା, ତେଣୁ ସେମାନେ କଣ କରନ୍ତି ନା ଏଇ ଯୋଉ ଯବକ୍ଷାରଜାନ ବାୟୁମଣ୍ଡଳରେ ଅଛି, ଗଛ ଡାଇରେକ୍ଟ ନେଇପାରିବନି, ସେମାନେ କଣ କରନ୍ତି ନା ସେଗୁଡାକୁ ରାଇଜୋବିୟମ ନିଜେ ନେଇପାରିବ, ତାପରେ କଣ କରିବ ଗଛକୁ ଦବ। ବୁଝିପାରିଲେ। ତାପରେ ଯୋଉ ଅଛି ଲାକ୍ଟୋବାସିଲସ୍, ଲାକ୍ଟୋବାସିଲସ୍ ହଉଛି କଣ, ଲାକ୍ଟୋବାସିଲସ୍ କନଭର୍ଟ ଦ ମିଲ୍କ ଇନଟୁ କର୍ଡ। ଦେଖିବେ ଯୋଉ କ୍ଷୀର ଗୁଡାକ ଦହି କନଭର୍ଟ ହେଇଯାଇଥାଏ, ହେଲା, କିଛି ସମୟ ରଖିଦେଲା ପରେ ଯୋଉ ଖଟାଳିଆ ବାସ କରେ, ସେ ଖଟାଳିଆ ବାସରେ କଣ ପାଇଁ ହେଇଥାଏ, ଲାକ୍ଟୋବାସିଲସ୍ ଗୋଟେ କଣ ଅଣୁଜୀବ ଥାଏ। ସେଇ ଯୋଉ ଲାକ୍ଟୋବାସିଲସ୍ ଦ୍ୱାରା ହିଁ ଆମର କଣ ହେଇଥାଏ, ଲାକ୍ଟୋସ, ମାନେ କଣ କ୍ଷୀରକୁ କୁହାଯାଏ ଲାକ୍ଟୋମିଟର ମାପିବା ପାଇଁ ବ୍ୟବହାର କରାଯାଏ। ସେଇଥିରେ ଆପଣ ମନେ ରଖିଥିବେ କ୍ଷୀର ହଉଛି କଣ ଲାକ୍ଟୋବାସିଲସ୍। ସେଇଥିରେ ଲାକ୍ଟୋବାସିଲସ୍ ଯଦି ଅଣୁଜୀବଟା ଥିବ, ସେମାନେ କଣ କରନ୍ତି ନା କର୍ଡ ତିଆରି କରନ୍ତି ବା ଦହି ତିଆରି କରନ୍ତି, ସେଇଥିପାଇଁ ଖଟାଳିଆ ବାସ କରେ। ନେକ୍ସଟ ଯୋଉ ରହିଲା ଏମୋଇବା। ଏମୋଇବା ହେଉଛି କଣ, ଏମୋଇବା ହେଉଛି ୟୁନିସେଲୁଲାର ପ୍ରୋଟୋଜୋଆନ୍ ୱିଥ ଦ ସ୍ୟୁଡୋପୋଡା। ହେଲା, ସ୍ୟୁଡୋପୋଡା ହେଉଛି କଣ, ଆମେ ଯେମିତି ଆମର ହାତ ଅଛି, ଆମେ ହାତ ଦ୍ୱାରା ଜିନିଷ ଗୁଡାକ ଆଣିକି ଖାଇ ପାରୁଛୁ, ହେଲା, ପାଟିରେ ନେଇକି ଖାଇ ପାରୁଛୁ, ବା ଆମର ଯୋଉ କାମ ଗୁଡା କରୁଛୁ ହାତରେ କରୁଛୁ, ସେଇଭଳିଆ ସ୍ୟୁଡୋପୋଡା ହେଉଛି କଣ ଗୋଟେ, ଏମୋଇବା ହେଉଛି ଖାଲି ଆଖିରେ ଆମେ ଦେଖିପାରିବୁ ଗୋଟେ ୟୁନିସେଲୁଲାର। ଆମର ଯେମିତି କି ମଣିଷ ହେଉଛି କଣ ବହୁତ ଗୁଡାକ ସେଲକୁ ନେଇ ତିଆରି ହେଇଥାଏ, ହେଲା, ଏମୋଇବା ହେଉଛି ଗୋଟେ ସେଲ ତିଆରି। ତେଣୁ ଆମେ ତାକୁ କେବଳ ଇଲେକ୍ଟ୍ରିକ ମାଇକ୍ରୋସ୍କୋପରେ ଦେଖିପାରିବା। ୟୁନିସେଲୁଲାର ମାନେ ଗୋଟେ ହିଁ ସେଲରେ ତିଆରି ସିଏ। ଆଉ ପ୍ରୋଟୋଜୋଆନ୍ ବିଷୟରେ ଆପଣଙ୍କ ସାଥେ ପଡିବନି, କିନ୍ତୁ ମନେ ରଖିଥିବେ ପ୍ରୋଟୋଜୋଆନ୍ ମାନେ କଣ ହଉଛି ଫାଷ୍ଟ ଯୋଉ ଆମ ଫାଇଲମ ଗୁଡାକ ଅଛି, ସେଥିରେ ଫାଷ୍ଟ ସେମାନେ ହିଁ ଥିଲେ ପ୍ରୋଟୋଜୋଆନ୍, ଯେଟା କି ୟୁନିସେଲୁଲାର ହେଇଥାନ୍ତି, ମାନେ ଗୋଟେ ସେଲ ତିଆରି। ଆଉ ସେମାନଙ୍କର ସ୍ୟୁଡୋପୋଡା ମାନେ ହଉଛି ଆମର ଯେମିତି ହାତ ଥାଏ, ସେମାନଙ୍କର ବି ସେମିତି କଣ ଥିବ ନା ସ୍ୟୁଡୋପୋଡା ଦ୍ୱାରା ସେମାନେ ଯୋଉ ଖାଦ୍ୟ ଗୁଡାକ ଥାଏ, ମାନେ ସେମାନେ ତ ତାଙ୍କ ଖାଦ୍ୟ କଣ ଛୋଟ ଛୋଟ ଜିନିଷ ଗୁଡାକ, ମାନେ ବହୁତ ଛୋଟ ନା, ତାଠୁ ଖାଦ୍ୟ ଗୁଡାକ ସେମାନେ ସ୍ୟୁଡୋପୋଡା ମାନେ ଏମିତି ତାଙ୍କର ହାତ ଥିବ, ସେମାନେ ଲମ୍ବେଇ ଦେବେ। ହେଲା, ଲମ୍ବେଇ ଦେଇକି ସେଇ ଧର ଏଇଟା ଖାଦ୍ୟ ଅଛି, ଚାରିପଟେ ସେମାନେ କଣ କରିବେ ଏମିତି ଗୁଡେଇ ଦେବେ, ତାପରେ ସେ ନିଜ ଭିତରକୁ ନେଇଯିବେ। ସେଟା କଣ କହିବେ ସ୍ୟୁଡୋପୋଡା। ଯଦି କ୍ୱେଶ୍ଚନ ପଚାରେ ଯେ ମଣିଷର ଯେମିତି ହାତ ଥାଏ ଖାଦ୍ୟ ଖାଇବା ପାଇଁ, ସେଇଭଳିଆ ଯଦି ଆମର ଆମୋଇବାରେ କଣ ଥାଏ ନା ହଉଛି ସ୍ୟୁଡୋପୋଡା। ହେଲା, ଏଇଟା ଗୋଟେ ସର୍ଟ କ୍ୱେଶ୍ଚନ ମନେ ରଖିଥିବେ। ନେକ୍ସଟ ଅଛି କଣ, ଯୋଉ ପେନିସିଲିୟମ। ପେନିସିଲିୟମ କୋଉଠି ବ୍ୟବହାର କରାଯାଏ ନା, ପେନିସିଲିୟମ ଇଜ ଦ ଫଙ୍ଗସ୍ ୟୁଜ ଇନ ପ୍ରଡ୍ୟୁସିଂ ପେନିସିଲିନ। ଯୋଉ ଆମେ ଯୋଉଠି କ୍ଷତ ହେଇଯାଏ, ଆମେ ଯାଇକି ପେନିସିଲିନ ନେଇଥାଉ ଇଞ୍ଜେକ୍ସନ ଟା, ତେଣୁ ସେଥିରେ କଣ ହୁଏ
ସେଟା ହଉଛି ଗୋଟେ ପ୍ରକାର ଫଙ୍ଗସ୍। ଯଦି ପଚାରେ ପେନିସିଲିୟମ ଗୋଟେ କଣ? ନା ମନେ ରଖିବେ କଣ ଫଙ୍ଗସ୍ ହେଲା। ଆମେ ତାକୁ କଣ କହିଥାଉ ଫଙ୍ଗସ୍ କହିଥାଉ ଯାହାକି ଯାହାରୁ କଣ ପେନିସିଲିୟମ ତିଆରି ହେଇଥାଏ। ପେନିସିଲିୟମ ନେଲା ପରେ ଆମର କଣ ହୁଏ ଯୋଉଠି ଖଣ୍ଡିଆ ହେଇଥାଏ ତାପରେ ଧନୁଷ୍ଠଙ୍କର ରୋଗ ହୁଏ ନାହିଁ। ତେଣୁ ସେଇଟା ମନେ ରଖିଥିବେ ପେନିସିଲିୟମ ଗୋଟେ ହଉଛି କଣ ନା ଫଙ୍ଗସ୍ ହେଲା। ତେଣୁ ବହୁତ ଗୁଡାକ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ ମନେ ରଖିଥିବେ। ଏଠି କହିଦେଲି ସବୁ ଗୁଡାକ ଡିସ୍କସନ କରିଦେଲି। ତେଣୁ ନେକ୍ସଟ କ୍ୱେଶ୍ଚନ କୁ ଯିବା ଏବେ। ହେଇଛି କଣ ନା ଆମର ଇଷ୍ଟ ଦ୍ଵାରା ଶର୍କରା ରୁ ସୁରା ସାରକୁ ପରିଣତ କରିବା ପ୍ରକ୍ରିୟାକୁ ଆମେ କଣ କହିବା? ଦ ପ୍ରୋସେସ ଅଫ କନଭର୍ସନ ଅଫ ସୁଗାର ଇନଟୁ ଆଲକୋହଲ ବାଇ ଇଷ୍ଟ ଇଜ ନୋନ୍ ଏଜ। ଜାଣିଥିବେ ଆମର ଶର୍କରା ବା ଯୋଉ ସୁଗାରରୁ କଣ କରାଯାଏ ଆଲକୋହଲ ତିଆରି କରାଯାଏ। ସେଇଥିରେ ଯୋଉ ଇଷ୍ଟ କୁ ବ୍ୟବହାର କରାଯାଏ ହେଲା ସେ ଇଷ୍ଟ ମନେ ରଖିଥିବେ ଏଠାରେ ସର୍ଟ କ୍ୱେଶ୍ଚନ ଇଷ୍ଟ କୁ ବ୍ୟବହାର କରାଯାଏ। ସେଇ ପ୍ରୋସେସ ଟାକୁ ଆମେ କଣ କହିବା? ପାଶ୍ଚରାଇଜେସନ କହିବା ନା ହଉଛି ଫର୍ମେଣ୍ଟେସନ ବା ଏ ଯୋଉ କ୍ୟୁନନ ପଦ୍ଧତି କହିବା ନା ହଉଛି ନାଇଟ୍ରୋଜେନ ଫିକ୍ସେସନ ବା ଯବକ୍ଷାରଜାନ ସ୍ଥିରୀକରଣ କହିବା ନା ହଉଛି ଷ୍ଟେରିଲାଇଜେସନ ବା ବିନ୍ଧ୍ୟାକରଣ କହିବା। ତେଣୁ ସଠିକ ଉତ୍ତର କଣ ହବ? ଆମେ ସୁଗାର ଯୋଉ ଆଲକୋହଲ ତିଆରି କରୁଛୁ ସେଇ ପ୍ରୋସେସ ଟାକୁ ଆମେ କଣ କହିବା? ନା ଅପସନ ନମ୍ବର ବି ଯେଟା କଣ ଫର୍ମେଣ୍ଟେସନ ବା କ୍ୟୁନନ ପଦ୍ଧତି କୁହାଯାଏ। ହେଲା ଆଲକୋହଲ ତିଆରି ପାଇଁ ଆମେ ସାଧାରଣତଃ କାହାକୁ ବ୍ୟବହାର କରିଥାଉ? କଣ ହଉଛି ଅଣୁଜୀବକୁ ନା ଇଷ୍ଟ କୁ ଆମେ ବ୍ୟବହାର କରିଥାଉ। ସେଠି ମନେ ରଖିଥିବେ କଣ ହୁଏ ନା ଫର୍ମେଣ୍ଟେସନ ସାଧାରଣତଃ ଏନଏରୋବିକ ମାନେ ଏନଏରୋବିକ ମାନେ ହଉଛି ଏରୋବିକ ମାନେ ହଉଛି କଣ ଅକ୍ସିଜେନ ପ୍ରେଜେନ୍ସ ଆମେ କଣ ଅକ୍ସିଜେନ ନ ନେଲେ ଆମେ ଶ୍ୱାସକ୍ରିୟା କରିପାରିବାନି। କିନ୍ତୁ ଆମର କଣ କରିବ ଇଷ୍ଟ ଗୋଟେ ଏମିତି ଜିନିଷ ବା ଏମିତି ଗୋଟେ ଅଣୁଜୀବ ସିଏ ବିନା ଅକ୍ସିଜେନରେ ଶ୍ୱାସକ୍ରିୟା କରିପାରିବ ହେଲା। ତେଣୁ ଫର୍ମେଣ୍ଟେସନରେ ସେଇଟା ହୁଏ। ଆମେ ଗୋଟେ ସୁଗାରକୁ କଣ କରିବା ତାକୁ ପୁରା ଏୟାର ଟାଇଟ୍ କରିଦବା ଯାହାଦ୍ୱାରା କି ତା ଭିତରକୁ ଅକ୍ସିଜେନ ଆଉ ଯାଇପାରିବନି। ତା ଭିତରେ ଆମେ ଇଷ୍ଟକୁ ଛାଡିଦବା ଦେନ ସେ କଣ କରିବ ସେଠି ଏନଏରୋବିକ ବା ଅକ୍ସିଜେନ ବିନା ଅନୁପସ୍ଥିତିରେ ସେ କଣ କରିବ ଶ୍ୱାସକ୍ରିୟା କରିକି ତାର ମେଟାବଲିକ ପ୍ରୋସେସ ବା ଆମର ଖାଦ୍ୟ ଖାଇକି ଇଏ କରିକି ତିଆରି କରି କଣ କରିଦବ ସିଏ ସେଟାକୁ ଆଲକୋହଲକୁ କନଭର୍ଟ କରିଦବ। ତେଣୁ ଇଷ୍ଟ ଏନଏରୋବିକ ବା ଆମର ବିନା ଅକ୍ସିଜେନ ଦେଖିବି ଆମର କଣ କରିପାରିବ ଶ୍ୱାସକ୍ରିୟା କରିପାରେ ଯାହାଫଳରେ କି ସେ କଣ କରିବ ସେଠି ଆଲକୋହଲ ତିଆରି କରିବ କୋଉଥିରୁ ନା ସୁଗାରରୁ ମନେ ରହିବ ହେଲା। when microorganism like yeast break down the sugar into alcohol ସେ କଣ କରିବ ସୁଗାରକୁ ଭାଙ୍ଗି ଆଲକୋହଲ ତିଆରି କରିଦବ ଏଣ୍ଡ କାର୍ବନ ଡାଇଅକ୍ସାଇଡ ହେଲା ଆଲକୋହଲ ଆଉ କାର୍ବନ ଡାଇଅକ୍ସାଇଡ ବାହାରେ। ତେଣୁ ଯେତେବେଳେ ଦେଖିବେ ଆପଣ କିନୋନ ପଦ୍ଧତି ଯଦି ଦେଖିଥିବେ ହେଲା ଭିଡିଓ ଦେଖିଥିବେ ସେ କଣ କରିବ ଯେତେବେଳେ ବାନ୍ଧି ରଖିଥିବ ଖୋଲିଲା ପରେ ତା ଭିତରୁ ଛୋଟ ଛୋଟ ପାଣି ଦାନ ବା ଗ୍ୟାସ ଗୁଡାକ ବାହାରିଥାଏ ହେଲା ସେଟା ହଉଛି କଣ କାର୍ବନ ଡାଇଅକ୍ସାଇଡ। ଯଦି କ୍ୱେଶ୍ଚନ ପଚାରେ ଯେ କିନୋନ ପଦ୍ଧତି ପରେ ଯୋଉ କଣ୍ଟେନର ଭିତରୁ ଯୋଉ ଗ୍ୟାସଟା ବାହାରେ ସେଟା କୋଉ ପ୍ରକାର ଗ୍ୟାସ ନା କାର୍ବନ ଡାଇଅକ୍ସାଇଡ ଗ୍ୟାସ ହେଲା। ଆଉ ଗୋଟେ ସର୍ଟ କ୍ୱେଶ୍ଚନ ହଉଛି କଣ ଏ ଯୋଉ କିନୋନ ପଦ୍ଧତିକୁ ଫାଷ୍ଟ ଡିସ୍କଭର କରିଥିଲେ କିଏ ନା ଲୁଇସ ପାଶ୍ଚର। କିଏ? ଲୁଇସ ପାଶ୍ଚର। ସେଇଟାକୁ କଣ କୁହାଯାଏ କିନୋନ ପଦ୍ଧତି ବା ଫର୍ମେଣ୍ଟେସନ ବୋଲି କୁହାଯାଏ। ଏତିକି ମନେ ରଖିଥିବେ। ଯୋଉ ଥିଲା ପାଶ୍ଚରାଇଜେସନ ହେଲା ଫାଷ୍ଟ ଅପସନ ଥିଲା ପାଶ୍ଚରାଇଜେସନ। ପାଶ୍ଚରାଇଜେସନ ହଉଛି କଣ? ପାଶ୍ଚରାଇଜେସନ ଇନଭଲ୍ଭସ ଦ ହିଟିଂ ଲିକ୍ୱିଡ ଟୁ କିଲ୍ ପାଥୋଜେନ ହେଲା। ଆମେ ସାଧାରଣତଃ ଯେତେବେଳେ ଦେଖିଥିବେ ଆପଣଙ୍କୁ କୁହାଯାଏ କଣ ପାଣି ଯେତେବେଳେ ଆପଣ ପିଇବେ ବାହାର ପାଣି ଯୋଉଟାକ କଣ କରିବେ ନଳକୂଅରୁ ପିଇଲା ବେଳେ ଆପଣ ସବୁବେଳେ କଣ କରିବେ ଗରମ କରି ପିଇବେ। ଗରମ କରିବା ଦ୍ଵାରା କଣ ହୁଏ ତା ଭିତରେ ଯୋଉ ଅଣୁଜୀବ ଗୁଡାକ କ୍ଷତିକାରକ ଅଣୁଜୀବ ସେଟା ମରିଯିବେ ହେଲା। ସାଧାରଣତଃ କ୍ଷୀର ବି ଦେଖିଥିବେ ଗରମ କରି ପିଆଯାଏ କଣ ପାଇଁ ନା ଏଇ ଯୋଉ ପାଶ୍ଚରାଇଜେସନ ସେଇଟା କୁହାଯାଏ। ମାନେ ଆମେ ଯଦି ଗୋଟେ ଲିକ୍ୱିଡକୁ ଗରମ କରିଦବା ତା ଭିତରେ ଯୋଉ ଆମର କ୍ଷତିକାରକ ଅଣୁଜୀବ ମାନେ ଥିବେ ସେଇଟା ମରିଯିବେ। ସେଇ ପଦ୍ଧତିକୁ ଆମେ କଣ କହିଥାଉ ନା ପାଶ୍ଚରାଇଜେସନ ବୋଲି କହିଥାଉ। କ୍ଷୀରକୁ ବି ଗରମ କରିକି ପିଇଥାଉ ବା ପାଣିକୁ ବି ସେ ଅନୁସାରେ ଆମେ କଣ କହିଥାଉ ପାଶ୍ଚରାଇଜେସନ ବୋଲି କହିଥାଉ। ନାଇଟ୍ରୋଜେନ ଫିକ୍ସେସନ କଣ ଫାଷ୍ଟ ଯୋଉ ଆପଣଙ୍କୁ କ୍ୱେଶ୍ଚନ ଡିସ୍କସନ କରିଥିଲି ଯୋଉ ଲେଗୁମିନସ ପ୍ଲାଣ୍ଟରେ ବାୟୁମଣ୍ଡଳରୁ ନାଇଟ୍ରୋଜେନ ନବା ପାଇଁ କି ରଖିଥାନ୍ତି ସେଇଟା କୁହାଯାଏ ଆମର କଣ ସେଇ ପ୍ରୋସେସଟାକୁ କଣ କୁହାଯାଏ ନାଇଟ୍ରୋଜେନ ଫିକ୍ସେସନ। ମାନେ ସେ କନଭର୍ଟ କରିବ ବାୟୁମଣ୍ଡଳରୁ ନାଇଟ୍ରୋଜେନ ଆଣିକି ଗଛକୁ ଦବ ତାପରେ ଗଛ ସେଇଥିରୁ ତାର ନ୍ୟୁଟ୍ରିସନ ଆରମ୍ଭ କରିବ। ତାପରେ ନେକ୍ସଟ ଥିଲା କଣ ନା ଆମର ଯୋଉ ଷ୍ଟେରିଲାଇଜେସନ ବା ବିନ୍ଧ୍ୟାକରଣ। ବିନ୍ଧ୍ୟାକରଣ ହଉଛି କଣ କମ୍ପ୍ଲିଟଲି ରିମୁଭ ଅଲ ମାଇକ୍ରୋବ୍ସ। ବିନ୍ଧ୍ୟାକରଣ ବା ଷ୍ଟେରିଲାଇଜେସନ ଦ୍ୱାରା କଣ ହୁଏ ନା ଆମର ସବୁ ଗୁଡାକ ମାଇକ୍ରୋବ୍ସ ବା ମାଇକ୍ରୋ ଅର୍ଗାନିଜମ ଯୋଉ ଥାନ୍ତି ସେମାନଙ୍କୁ ଯଦି ଆମେ ଗୋଟେ ଜିନିଷରୁ ପୁରାପୁରି ବାହାର କରିଦବା ସେଟା କଣ କହିବା ଆମେ ଷ୍ଟେରିଲାଇଜେସନ ବୋଲି କହିବା। ଧର ଯୋଉ ପାଣିରେ ଆମେ ପୁରାପୁରି ସବୁ ଗୁଡାକୁ ବାହାର କରିଦବା ହେଲା। ବିଭିନ୍ନ ପ୍ରକାର ପଦ୍ଧତି ଯେମିତି ପାଶ୍ଚରାଇଜେସନ ହଉ ଆମର ଯୋଉ କ୍ଲୋରିନ ଗ୍ୟାସ କ୍ଲୋରିନ ବଟିକା ଦେଇକି ହଉ ହେଲା। ତେଣୁ ସବୁ ଗୁଡାକ ଦ୍ୱାରା ଆମେ କଣ କରିବା ମାଇକ୍ରୋ ଅର୍ଗାନିଜମ ବାହାର କରିଦବା ସେଟା କଣ କୁହାଯାଏ ଷ୍ଟେରିଲାଇଜେସନ ବୋଲି କୁହାଯାଏ। ଏଇଥିରୁ ଆମକୁ ମୁଁ ଆପଣଙ୍କୁ କହିଲି ଏଇଥିରୁ ଆପଣଙ୍କୁ ନିହାତି ଗୋଟେ କ୍ୱେଶ୍ଚନ ପଡିବ। 4ଟା 5ଟା ଯୋଉ ପ୍ରୋସେସ ଆପଣଙ୍କୁ କହିଦେଲି ତା ଭିତରୁ ନିହାତି ଗୋଟେ କ୍ୱେଶ୍ଚନ ପଡିବ। ତେଣୁ ଦେଖିକି ଯାଇଥିବେ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ନିମ୍ନଲିଖିତ ମଧ୍ୟରୁ ରୋଗ ଗୁଡିକ ମଧ୍ୟରୁ କେଉଁଟି ଭୂତାଣୁ ବା ଭାଇରସ ଦ୍ୱାରା ହୋଇଥାଏ ହେଲା। ହ୍ୱିଚ୍ ଅଫ ଦ ଫଲୋଇଂ ଡିଜିଜ ଇଜ କଜ୍ଡ ବାଇ ଭାଇରସ। ଭାଇରସ ଦ୍ୱାରା କୋଉ ପ୍ରକାର ରୋଗ ହୋଇଥାଏ? ଅପସନରେ କଣ ଦେଇଛି ଆମର ହଇଜା ବା କଲେରା ହେଇଥାଏ ନା ହଉଛି ଟାଇଫଏଡ ହେଇଥାଏ ନା ହଉଛି ପୋଲିଓ ହେଇଥାଏ ନା ହଉଛି ଟ୍ୟୁବରକୁଲୋସିସ ହେଇଥାଏ। ହେଲା ଏଟା ମାନେ କୋଉ ପାଥୋଜେନ ଦ୍ୱାରା ବା ଆମର କାହା ଦ୍ୱାରା ହେଇଥାଏ ସେ ଉପରେ କ୍ୱେଶ୍ଚନଟା ଥିଲା। ତେଣୁ ସଠିକ ଉତ୍ତରଟି କଣ ହବ? ଭାଇରସ ଦ୍ୱାରା ଆମ କୋଉ ରୋଗଟି ହେଇଥାଏ ନା ଅପସନ ନମ୍ବର ସି ଯେଟା କଣ ଅଛି ପୋଲିଓ ହେଲା। ମନେ ରଖିଥିବେ ଭାଇରସ ଦ୍ୱାରା ପୋଲିଓ ରୋଗଟା ହେଇଥାଏ ହେଲା। ପୋଲିଓ ବା ପଲିମାଇସିଷ୍ଟ ମାଇଲିଟ୍ସ ଯୋଉ କୁହାଯାଏ ରୋଗଟାକୁ ଇଜ ହାଇଲି ଇନଫେକ୍ସନ୍ସ ଡିଜିଜ କଜ୍ଡ ବାଇ ଦ ପୋଲିଓ ଭାଇରସ ହେଲା। ପୋଲିଓ ଭାଇରସ ଦ୍ୱାରା ଆମର ଏଇଟା ହେଇଥାଏ। ଯଦି ଭାଇରସ ପଚାରିଥିବ କଣ ପୋଲିଓ ଭାଇରସ ବୋଲି ତାଙ୍କୁ ପୋଲିଓ ବୋଲି କୁହାଯାଇଥାଏ ସେ ରୋଗଟାକୁ ହେଲା। ଯୋଉ ପାଥୋଜେନ ଦ୍ୱାରା ବା ଯାହା ଦ୍ୱାରା ହେଇଥାଏ ସେ ଅନୁସାରେ ନେମିଂ ରେ ଯେମିତି ପୋଲିଓ ଭାଇରସ ଯୋଉ ତାକୁ ଆମେ ପୋଲିଓ କହିଥାଉ। ଏଫେକ୍ଟିଂ ଦ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଏଣ୍ଡ କୋଜ୍ଡ ପାରାଲାଇସିସ ହେଲା। ତେଣୁ ଏଇଟା ବି ଆପଣ ଡିଜିଜ ଅନୁସାରେ ମନେ ରଖିଥିବେ ଯେ ଆମର ଆପଣ ଗୋଟେ କଣ ଦେଇଥିବ ନା ତାର ଲକ୍ଷଣ ଦେଇଥିବ ଯେମିତି ଦେଇଥିବ ଧର ଯୋଉ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଆଉ ଆମର କଣ ପାରାଲିସିସ ପାଇଁ ପାରାଲିସିସ ଟା ଯୋଉ ହୋଇଥାଏ ସେଟା କାହା ଦ୍ୱାରା ହେଇଥାଏ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ମାନେ ହଉଛି କଣ ଆପଣ ନର୍ଭସ ସିଷ୍ଟମ ଯୋଉ ଯେତିକି ଅଛି ମାନେ ସ୍ନାୟବିକ ଆବେଗ ଯୋଉଟା କୁହାଯାଏ ହେଲା। ହାତ ଉଠେଇବା, ଶୁଙ୍ଘିବା
ହେଲା ଏଗୁଡା ସବୁ ମାନେ ସ୍ନାୟବିକ ଯେତିକି ଆବେଗ ଡରିବା ଆଖି ପିଚକା ମାରିବା ସେଟା କୁହାଯାଏ ସ୍ନାୟବିକ ହେଲା। ଆଉ ପାରାଲିସିସ୍ କାହାର ଗୋଟେ ଲକ୍ଷଣ ହେଇଥାଏ ନା ପୋଲିଓର ଗୋଟେ ଲକ୍ଷଣ ହେଇଥାଏ। ତେଣୁ ସେଟା ପଚାରିଥିବି ତାର ପାଥୋଜେନ କଣ ବା କାହା କୋଉ ଭାଇରସ ଦ୍ୱାରା ନା ପୋଲିଓ ଭାଇରସ ଦ୍ୱାରା ହେଇଥାଏ ହେଲା। ମନେ ରଖିଥିବେ ଡିଜିଜ ଟା ମନେ ରଖିଥିବେ ଆଉ ଲକ୍ଷଣଟା ଟିକେ ମନେ ରଖିଥିବେ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଅଛି ତେଣୁ ସବୁଟା ମୁଁ କହୁନି ଯୋଉଟାକୁ ଇମ୍ପୋର୍ଟାଣ୍ଟ ପ୍ରିଭିୟସ ଇୟର ପଢିଛି ସେଇ ଅନୁସାରେ ମୁଁ ଡିସକସନ କରିଦଉଛି। ନେକ୍ସଟ ଯୋଉ କଲେରା ଥିଲା ବା ହଇଜା ରୋଗ, ହଇଜା ରୋଗ କାହା ଦ୍ୱାରା ହେଇଥାଏ ନା ଯୋଉ କଲେରା ବା ହଇଜା ରୋଗ କଜ୍ ବାଇ ଦ ଭିବ୍ରିଓ କଲେରା ହେଲା ଯେଟା କି ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ ହେଲା। ବ୍ୟାକ୍ଟେରିଆ ଯଦି ପଚାରେ କଲେରା କାହା ଦ୍ୱାରା ହେଇଥାଏ ନା ହଉଛି ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ। ସେ ବ୍ୟାକ୍ଟେରିଆ ନା ହଉଛି କଣ ଭିବ୍ରିଓ କଲେରା। କହିଥିଲି ସେଇ ନେମିଂ ଅନୁସାରେ ହବ କଲେରା ଭିବ୍ରିଓ କଲେରା ତାର ଲାଷ୍ଟରେ କଲେରା ଥିଲା ସେଇ ଅନୁସାରେ ତା ନାଁଟା କଲେରା ବା ହଇଜା ହେଲା। ମାନେ କଲେରାଟା କାହା ଦ୍ୱାରା ହେଇଥାଏ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ। ନେକ୍ସଟ ଆସିଲା କଣ ଟାଇଫଏଡ, ଟାଇଫଏଡ ବି ସେମିତି କଜ୍ ବାଇ ଦ ସାଲମୋନେଲା ଟାଇଫି। ଏଟା ବି କଣ ଟାଇଫି ଅଛି ଟାଇଫି ଅନୁସାରେ ଟାଇଫଏଡ ହେଲା ଏଟା ବି ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ। ତେଣୁ ନେମିଂ ଅନୁସାରେ ଆପଣ ବି ବୁଝିପାରିବେ କାହା ଦ୍ୱାରା ଯଦି ଅପସନ ବି ଦେଇଥିବ ଅପସନ ଦେଖିକି ଆଉ ଜାଣିପାରିବେ। ଟାଇଫଏଡ ହଉଛି ସାଲମୋନେଲା ଟାଇଫି ଯୋଉଟା କି ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ। ନେକ୍ସଟ ଆସିଲା କଣ ଟ୍ୟୁବରକୁଲୋସିସ, ସେମିତି ଟ୍ୟୁବରକୁଲୋସିସ ଇଜ କଜ୍ ବାଇ ମାଇକୋବାକ୍ଟେରିୟମ ଟ୍ୟୁବରକୁଲୋସିସ। କହିଥିଲି ଲାଷ୍ଟରେ ଆପଣ ଯୋଉଟା ନା ଥିବ ସେ ଅନୁସାରେ ନେମିଂ ହବ। ଟ୍ୟୁବରକୁଲୋସିସ ବା ମାଇକୋବାକ୍ଟେରିୟମ ଟ୍ୟୁବରକୁଲୋସିସ କୋଉ ରୋଗ କରିଥାଏ ନା ଟ୍ୟୁବରକୁଲୋସିସ ବା ଯକ୍ଷ୍ମା ରୋଗ କରିଥାଏ ଯୋଉଟା କି ସେଇଟା ବି ହଉଛି କଣ ବ୍ୟାକ୍ଟେରିଆ ଦ୍ୱାରା। ତେଣୁ ବ୍ୟାକ୍ଟେରିଆ ଦ୍ୱାରା ତିନିଟା ମନେ ରଖିଥିଲେ ଆପଣ ବହୁତ କାଫି। ଯେମିତି କି ଆପଣ ମନେ ରଖିଥିବେ କଣ କଲେରା ହଉଛି ବ୍ୟାକ୍ଟେରିଆ ଦ୍ୱାରା, ଆଉ ଟାଇଫି ବା ଟାଇଫଏଡ ଯୋଉ ହେଲା ସେଟା ବି ଆପଣ ବ୍ୟାକ୍ଟେରିଆ ଦ୍ୱାରା, ଆଉ ହଉଛି ଟ୍ୟୁବରକୁଲୋସିସ ବା ଯକ୍ଷ୍ମା ରୋଗ ଯୋଉଟା ସେଟା ବି ବ୍ୟାକ୍ଟେରିଆ ଦ୍ୱାରା। ଆଉ ଟିକେ ଲକ୍ଷଣ ଟିକେ ଦେଖିଦେଇଥିବେ ହେଲା ପଚାରି ପାରିବି, ପଚାରୁ ନାହିଁ ତଥାପି ଦେଖିଦେଇଥିବେ ଯଦି ପଡିଯାଇପାରେ ବି। ପରବର୍ତ୍ତୀ ପ୍ରଶ୍ନ ଅଛି ପ୍ରଥମ ବ୍ୟବସାୟିକ ଆଣ୍ଟିବାୟୋଟିକ ପେନିସିଲିନ କେଉଁ ଅଣୁଜୀବ ଗୋଷ୍ଠୀରୁ ଆବିଷ୍କୃତ ହୋଇଥିଲା। ବହୁତ ବଢିଆ କ୍ୱେଶ୍ଚନ ଥିଲା ଯେ ପେନିସିଲିୟମ ଟିକେ ଆଗରୁ ଡିସ୍କସନ କରିଥିଲି। ଦ ଫାଷ୍ଟ କମର୍ସିଆଲ ଆଣ୍ଟିବାୟୋଟିକ ୱାଜ ଡିସ୍କଭର୍ଡ ଫ୍ରମ ହ୍ୱିଚ୍ ଗ୍ରୁପ ଅଫ ମାଇକ୍ରୋ ଅର୍ଗାନିଜମ। କୋଉ ପ୍ରକାର ମାଇକ୍ରୋ ଅର୍ଗାନିଜମ ବା କୋଉ ପ୍ରକାର ମାଇକ୍ରୋ ଅର୍ଗାନିଜମ ଗୋଷ୍ଠୀରୁ ଆମର ତିଆରି ହେଇଥାଏ ଯୋଉ ପେନିସିଲିୟମ ଯୋଉ ଫାଷ୍ଟ ଆମର ଆଣ୍ଟିବାୟୋଟିକ ବାହାରିଥିଲା। ଆଣ୍ଟିବାୟୋଟିକ ମାନେ ହଉଛି କଣ ଯାହା ଦ୍ୱାରା କି ରୋଗ ପ୍ରତିରୋଧକ ଶକ୍ତିଟା ବଢିଯିବ ହେଲା। ଯାହା ଦ୍ୱାରା କି ଆଉ ରୋଗ କଣ ଅଣୁଜୀବ ମାନେ ରୋଗ ସୃଷ୍ଟି କରିଥାନ୍ତି ସେମାନଙ୍କୁ ପ୍ରତିରୋଧ କରିବ। ଅପସନ କଣ ଥିଲା ବ୍ୟାକ୍ଟେରିଆରୁ ଆସିଛି ନା ହଉଛି ଫଙ୍ଗିରୁ ଆସିଛି ନା ହଉଛି ଆଲଗିରୁ ଆସିଛି ନା ହଉଛି ପ୍ରୋଟୋଜୋଆରୁ ଆସିଛି। ଏମାନେ ସବୁ ଗୋଟେ ଗୋଟେ କଣ ନା ଗୋଷ୍ଠୀ ଗୁଡାକ ଆମର ଅଣୁଜୀବର। ତେଣୁ ସଠିକ ଉତ୍ତରଟି କଣ ହବ ଡିସ୍କସନ କରିଥିଲି ଯାଉଛି କଣ ଅପସନ ନମ୍ବର ବି ଯେଟା କି ଫଙ୍ଗି ହେଲା। ଫଙ୍ଗିରୁ ଆସିଛି କଣ ଆମର ଏ ଯୋଉ ପେନିସିଲିୟମ ଟା ହେଲା। ପେନିସିଲିୟମ ଟା ଫଙ୍ଗିରୁ ଆସି ତାପରେ ବି କଣ ଅଛି ବେଳେ ପଚାରିଦିଏ ଯେ ପେନିସିଲିୟମ ଟା କିଏ ଡିସ୍କଭର କରିଥିଲେ ନା ହଉଛି ଆଲେକ୍ଜାଣ୍ଡାର ଫ୍ଲେମିଂ ହେଲା। ଆଲେକ୍ଜାଣ୍ଡାର ଫ୍ଲେମିଂ ପେନିସିଲିୟମକୁ ଡିସ୍କଭର କରିଥିଲେ। କେତେ ମସିହାରେ ବି ଇମ୍ପୋର୍ଟାଣ୍ଟ ଅଛି 1928 ମସିହାରେ କରିଥିଲେ। କୋଉଥିରୁ ନା ଗ୍ରୀନ ମୋଲ୍ଡ ଫଙ୍ଗିସ ହେଲା ନେମ୍ଡ ପେନିସିଲିୟମ ନୋଟାଟମ ହେଲା। ଏଟା ବି ଇମ୍ପୋର୍ଟାଣ୍ଟ ଅଛି କୋଉ ପ୍ରକାର ଆମ ମାଇକ୍ରୋ ଅର୍ଗାନିଜମ ର ବା ଫଙ୍ଗସ ର କୋଉ ଭେରାଇଟିରୁ ହଉଛି ପେନିସିଲିୟମ ନୋଟାଟମ ହେଲା। ନୋଟାଟମ ଏମିତି ମନେ ରଖିଥିବେ ଗ୍ରୀନ ଯୋଉ ମୋଲ୍ଡ ଫଙ୍ଗିସ ଥିଲା ମାନେ ଯଦି କଲର ବି ପଚାରି ଦିଏ କଣ ହବ ନା ଗ୍ରୀନ କଲର ଯୋଉ ଫଙ୍ଗିସ ଥିଲା ହେଲା ସେଇଥିରୁ ଆମର ହେଇଥିଲା। ଏମିତି ଗପ ଆକାରରେ ମନେ ରଖିପାରିବେ ସିଏ ଗୋଟେ ଅଲଗା କାମ କରୁଥିଲେ। ତାଙ୍କ ପ୍ଲେଟରେ କଣ ଥିଲା ନା କିଛି ଅଣୁଜୀବ ମାନେ କ୍ଷତିକାରକ ଅଣୁଜୀବ ଥିଲା। ତାଙ୍କ ଅଜାଣତରେ କଣ ହେଲା ତାଙ୍କ ହାତରୁ ଏଇ ଯୋଉ ଆମର ମୋଲ୍ଡ ଫଙ୍ଗିସ ଗୁଡାକ ଥିଲା ସିଏ କଣ ହେଲା ପଡିଗଲା। ସିଏ ଏ ଯୋଉ ପେନିସିଲିୟମ ନାଟୁଟମକୁ ବି ସିଏ ଭାବୁଥିଲେ ଗୋଟେ କ୍ଷତିକାରକ ଅଣୁଜୀବ କିନ୍ତୁ ଯେତେବେଳେ ତାଙ୍କ ହାତରୁ ଏଇଟା ପଡିଗଲା ଏ ଯୋଉ କ୍ଷତିକାରକ ଅଣୁଜୀବ ଏଇଠି ପ୍ଲେଟରେ ଅଲଗା ଗୁଡାକ ଥିଲେ ସେମାନେ କଣ ହେଲେ ସେମାନେ ଆସ୍ତେ ଆସ୍ତେ ମରିବାକୁ ଆରମ୍ଭ କଲେ ହେଲା। ତେଣୁ ସେଇଠୁ ଜାଣିଲେ ସିଏ ଯେ ଇଏ କଣ କରୁଛି ଅଲଗା ଫଙ୍ଗସ ଗୁଡାକୁ ମାରି ଦଉଛି ହେଲା। ତେଣୁ ସେଥିପାଇଁ ସେ ଯୋଉ ଗ୍ରୀନ ଆଲଗିଟା ଥିଲା ସେଇଠୁ ସେ କଣ କଲେ ତା ନା ପେନିସିଲିୟମ ଦେଲେ ଯାହା ଦ୍ୱାରା କି ଆମେ କଣ ବ୍ୟବହାର କଲୁ ନା ଆଗରେ ସେ ରୋଗର ପ୍ରତିକାରକ ବା ଆଣ୍ଟିବାୟୋଟିକ ଭାବେ ବ୍ୟବହାର କଲୁ ପେନିସିଲିୟମ। ଏମିତି ଆପଣ ଗପ ଆକାରରେ ମନେ ରଖିପାରିବେ 1928 ମସିହାରେ ହେଇଥିଲା। ଆଲେକ୍ଜାଣ୍ଡାର ଫ୍ଲେମିଂ ତାଙ୍କ ନାଁ ଥିଲା। କଲର ଥିଲା ଗ୍ରୀନ ଆଉ ପେନିସିଲିୟମ ନାଟାଟମ ତା ନାଁ ଥିଲା। ଆଉ ଯୋଉ ବ୍ୟାକ୍ଟେରିଆ ତାପରେ ତ ବ୍ୟାକ୍ଟେରିଆ ବିଷୟରେ ପ୍ରୋକାରିଓଟିକ ଅଛନ୍ତି ସେଟା ତ ଦରକାର ନାହିଁ ଆପଣଙ୍କର। ଆଲଗି ହଉଛି ଆଉ ଅଟୋଟ୍ରଫିକ ଏକ୍ୱାଟିକ ଅର୍ଗାନିଜମ ମାନେ ସେ ପାଣିରେ ରହିଥାଏ ଆଲଗି ଯୋଉଟାକ ଦେଖିଥିବେ। ଆଲଗି ମାନେ ଯୋଉ ଆପଣ ନଳକୂଅ ପାଖରେ ଦେଖିଥିବେ ବହୁତ ସମୟ ପାଣି ରହିଲେ ବା ଗଡିଆ ପାଖରେ ପୋଖରୀ ପାଖରେ ଦେଖିଲେ ପ୍ଲେଟ ଗୁଡାକରେ କଣ ଥିବ ଗ୍ରୀନ କଲର ସବୁ ଥିବ ସ୍ପେସ ଗୁଡାକ ସେଟା କଣ କୁହାଯାଏ ଆଲଗି କୁହାଯାଏ। ସାଧାରଣତଃ ଏଟା ଏକ୍ୱାଟିକ ହେଇଥାନ୍ତି ହେଲା। ଆଉ ଅଟୋଟ୍ରଫିକ ମାନେ ନିଜ ଖାଦ୍ୟ ସେମାନେ ନିଜେ ତିଆରି କରିଥାନ୍ତି। ତେଣୁ କ୍ୱେଶ୍ଚନ ପଚାରି ପାରେ ଯେ କୋଉ ଆମ ମାଇକ୍ରୋ ଅର୍ଗାନିଜମ ନିଜ ଖାଦ୍ୟ ନିଜେ ତିଆରି କରିପାରେ କଣ ପାଇଁ ନା ଯେହେତୁ ଗ୍ରୀନ ଅଛି ତାର କ୍ଲୋରୋଫିଲ ଥାଏ ହେଲା। କ୍ଲୋରୋଫିଲ ଯେହେତୁ ଫଟୋସିନ୍ଥେସିସ କରି ଖାଦ୍ୟ ତିଆରି କରିପାରେ ସେଥିପାଇଁ ଆଲଗି ହଉଛି କଣ ନା ଅଟୋଟ୍ରଫିକ ମାନେ ନିଜ ଖାଦ୍ୟ ନିଜେ ତିଆରି କରିପାରେ ହେଲା। ଆଉ ପ୍ରୋଟୋଜୋଆ କହିଥିଲି ଏମୋବା ଯେଟା କୁହାଯାଏ ସିଙ୍ଗଲ ସେଲ ଯୋଉଗୁଡାକ ହେଲା ସିଙ୍ଗଲ ସେଲ ୟୁକାରିଓଟିକ ହେଲା। ସେଲ ରେ ମୁଁ ପଢେଇଛି ପ୍ରୋକାରିଓଟିକ ୟୁକାରିଓଟିକ ବିଷୟରେ ତଥାପି ଆଉଥରେ କହିଦଉଛି। ୟୁକାରିଓଟିକ ହଉଛି କଣ ଟିକେ ଡେଭଲପ ଥାନ୍ତି ତାଙ୍କର କେଟା ମୋର ସେଲ ର କୋଉ ମାନେ ଜିନିଷଟା ଯେମିତି ମାଇଟୋକଣ୍ଡ୍ରିଆ ଭ୍ୟାକ୍ୟୁଲ ସେଟା ଜଣା ପଡୁଛି ସେଟା ୟୁକାରିଓଟିକ। ପ୍ରୋକାରିଓଟିକ ହଉଛି ତାଙ୍କୁ କିଛି ଜଣା ପଡୁନଥିବ ହେଲା। ୟୁକାରିଓଟିକ ଅର୍ଥ ତାଙ୍କର ଯଦି ସେଲ ଗୁଡାକର ଅର୍ଗାନିଜ ଗୁଡାକ ୱେଲ ଡେଭଲପ ଥିବ ମାନେ ଟିକେ ଜଣା ପଡୁଥିବ ସେଟା କୁହାଯାଏ ୟୁକାରିଓଟିକ ହେଲା। ତେଣୁ ପ୍ରୋଟୋଜୋଆ ହଉଛି ଟିକେ ୱେଲ ଡେଭଲପ ଯେହେତୁ ସେଟା ୟୁକାରିଓଟିକ କିନ୍ତୁ ବ୍ୟାକ୍ଟେରିଆ ହଉଛି ପ୍ରୋକାରିଓଟିକ ଅର୍ଗାନିଜମ ହେଲା। ଦିଟା ଭିତରେ କନଫ୍ୟୁଜନ ହେବେନି ପ୍ରୋକାରିଓଟିକ ହଉଛି କଣ ବ୍ୟାକ୍ଟେରିଆ ୟୁକାରିଓଟିକ ହଉଛି କଣ ପ୍ରୋଟୋଜୋଆ। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଫିମେଲ ଯୋଉ ଏନୋଫିଲିସ ହେଲା
ନା କହୁଛି କଣ କୋଉ ଅଣୁଜୀବ ମ୍ୟାଲେରିଆ ପରଜୀବୀ ପାଇଁ ବାହକ ଭାବରେ କାର୍ଯ୍ୟ କରିଥାଏ? ହୁଇଚ୍ ଅର୍ଗାନିଜମ ଆକ୍ଟସ୍ ଏଜ୍ ଦ ଭେକ୍ଟର ଫର ଦ ମ୍ୟାଲେରିଆ ପାରାସାଇଟ୍? ଅପସନଟା ଆଗେ ପଢି ଦେଇଥିଲି। ମାଇ ଏନୋଫିଲିସ୍ ମଶା, ନା ହଉଛି ମାଇ ଏଡସ୍ ମଶା, ନା ହଉଛି ମାଛି ବା ହାଉସ ଫ୍ଲାଏ, ନା ହଉଛି କକରୋଚ। କୋଉ ପ୍ରକାର ଅଣୁଜୀବଟି ମ୍ୟାଲେରିଆର ଗୋଟେ ପରଜୀବୀ, ମାନେ ସିଏ ଭେକ୍ଟର ହେଇଥାଏ। ଭେକ୍ଟର କଥା କଣ, ସେ ବହି କରି ନେଇଥାଏ। ଗୋଟେ ଧର ଗୋଟେ ବଡିରେ ଅଛି କଣ ରୋଗଟା, ସେ କଣ କରେ ସେଇ ବଡିରୁ ବହିକି ଆଉ ଜଣଙ୍କ ବଡି ପାଖକୁ ନେଇଯିବ, ସେଟା କଣ କୁହାଯାଏ ବାହକ ବୋଲି କୁହାଯାଇଥାଏ। ତେଣୁ ଏଇ ଯୋଉ ଆମର ମ୍ୟାଲେରିଆ ରୋଗର ପରଜୀବୀ ବାହକ କିଏ ନା ଅପସନ ନମ୍ବର ଏ, ଯେଟା କି କଣ ସମସ୍ତେ ଜାଣିଛନ୍ତି, ମାଇ ଏନୋଫିଲିସ୍ ମଶା ହେଲା। ଫିମେଲ ଏନୋଫିଲିସ୍ ମସ୍କିଟୋ ଟ୍ରାନ୍ସମିଟ ଦ ପ୍ରୋଟୋଜୋଆନ୍ ପାରାସାଇଟ୍। ତେଣୁ ବେଳେ ପଚାରେ ଯେ ମାଇ ଏନୋଫିଲିସ୍ ଟା ଯୋଉ ଗୋଟେ ବଡିରୁ ଆଉ ଗୋଟେ ବଡିକୁ ନେଇଥାଏ, ସେଟା କଣ କୁହାଯାଏ ନା ପ୍ରୋଟୋଜୋଆନ୍ ପାରାସାଇଟ୍, ଯେଟା କି କଣ କୁହାଯାଏ ପ୍ଲାଜମୋଡିୟମ ବୋଲି କୁହାଯାଏ। ହ୍ୱିଚ୍ କଜେସ୍ ମ୍ୟାଲେରିଆ ଇନ୍ ହ୍ୟୁମାନ୍? ମ୍ୟାଲେରିଆ ହବାର ପ୍ରଥମ କାରଣ ମାନେ ତାର ଭାଇରସଟା ହଉଛି କଣ ନା ପ୍ରୋଟୋଜୋଆ, ଯୋଉଟା କି ନା ହଉଛି କଣ ପ୍ଲାଜମୋଡିୟମ ହେଲା, ଯେଟା କି ମାଇ ଏନୋଫିଲିସ୍ ମଶା ନେଇଥାଏ ହେଲା, ଯାହା ଦ୍ୱାରା କି ମ୍ୟାଲେରିଆ ରୋଗ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ଯାଏ। ତେଣୁ ନେକ୍ସଟ ଯୋଉ ଫିମେଲ ଏଡିସ୍ ମଶା ଅଛି, ସିଏ କୋଉ ପ୍ରକାର ରୋଗ କରିଥାଏ? ଫିମେଲ ଏଡସ୍ ମସ୍କିଟୋ କ୍ୟାରିଜ୍ ଦ ଡେଙ୍ଗୁ ହେଲା। ଡେଙ୍ଗୁ ଆଉ ଯୋଉ ଚିକେନ ଗୁନିଆ ଯଦି କୁହେ ହେଲା, ସେଟା କାହା ଦ୍ୱାରା ହେଇଥାଏ ନା ହଉଛି ଫିମେଲ ଏଡସ୍ ମଶା। ଫିମେଲ ମାନେ ସାଧାରଣତଃ କଣ ହେଇଥାନ୍ତି ନା ଏଇ ଯୋଉ ରୋଗର ବାହକ ହେଇଥାନ୍ତି ହେଲା। ଡେଙ୍ଗୁ ଆଉ ଯୋଉ ଆମର ଚିକେନ ଗୁନିଆ ଯଦି କୁହେ, ତାହେଲେ ଫିମେଲ ଏଡସ୍। ହାଉସ ଫ୍ଲାଇ ସାଧାରଣତଃ କୋଉ ପ୍ରକାର ରୋଗ କରିଥାଏ ନା ହଉଛି କଲେରା ହେଲା। ବେଳେ ବେଳେ ପଚାରି ପାରେ କଲେରା ରୋଗର ବାହକ କିଏ, ନା ହଉଛି ହାଉସ ଫ୍ଲାଏ। ତାର କୌଣସି ମଶା ସେମିତି ନାହିଁ, ମାଛି ଦ୍ୱାରା ସେ ହେଇଥାଏ। ସେମିତି ସେଥିପାଇଁ କୁହାଯାଏ କଣ ଖାଦ୍ୟରେ ମାଛି ନ ବସିବା ପାଇଁ। ମାଛି ଦ୍ୱାରା ସାଧାରଣତଃ କଲେରା ରୋଗ ହେଇଥାଏ, ଯାହାଦ୍ୱାରା କି କହିଥିଲେ ଆପଣଙ୍କୁ ନର୍ଭସ ସିଷ୍ଟମ ପୁରା ୱିକ୍ ହେଇଯିବ, ଆଉ ପୁରା ପାରାଲିସିସ୍ କୁ ପଳେଇଛି। ତେଣୁ ବହୁତ ଡେଞ୍ଜର ରୋଗଟା ହେଲା। ଆଉ ନେକ୍ସଟ କକରୋଚ ଯୋଉ ରହିଲା, କକରୋଚ ସାଧାରଣତଃ କଣ କରିଥାଏ କଣ୍ଟାମିନେଟେଡ ଫୁଡ ଆଇଟମ୍ସ ହେଲା। ସେ ସାଧାରଣତଃ ବେଶୀ ସେମିତି ରୋଗ କରେନି, କିନ୍ତୁ କଣ୍ଟାମିନେଟ କରିଦିଏ ବା ଜ୍ୱର ଫର ଯୋଉ ହୁଏନି ନା, ସେଥିପାଇଁ ଆମର କକରୋଚ ଯଦି ଖାଦ୍ୟରେ ବସୁଛି ସେଇଠୁ ଆମର ରୋଗ ହେଇଥାଏ। ଜ୍ୱର ସାଧାରଣତଃ ଜ୍ୱରଟା ହେଇଥାଏ। ପରବର୍ତ୍ତୀ ପ୍ରଶ୍ନ ଅଛି କଣ, ହରିତ କଣା ଯୋଉ କ୍ଲୋରୋଫିଲ କୁହାଯାଏ, ଧାରଣ କରିଥିବା ଏବଂ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରୁଥିବା ଅଣୁଜୀବକୁ ଆମେ କଣ କହିବା ହେଲା? ମାଇକ୍ରୋ ଅର୍ଗାନିଜିମ ଦ୍ୟାଟ କଣ୍ଟେନ୍ କ୍ଲୋରୋଫିଲ and can prepare their own food ହେଲା। ଯଦି ନିଜ ଖାଦ୍ୟ ନିଜେ ତିଆରି କରିପାରୁଛନ୍ତି ତାକୁ କଣ କହିବା? କବକ କହିବା, ନା ହଉଛି ପ୍ରୋଟୋଜୋଆନ୍ କହିବା, ନା ଆଲଗି କହିବା, ନା ହଉଛି ବ୍ୟାକ୍ଟେରିଆ କହିବା? କୋଉ ପ୍ରକାର ଆମର ମାଇକ୍ରୋ ଅର୍ଗାନିଜମ ଏଇ ପ୍ରକାର ମାନେ ନିଜ ଖାଦ୍ୟ ନିଜେ ତିଆରି କରିପାରିବେ, ପ୍ଲସ ତାଙ୍କ ପାଖରେ କଣ ଥିବ କ୍ଲୋରୋଫିଲ ଥିବ ହେଲା। ସଠିକ ଉତ୍ତର କଣ ହବ ଡିସ୍କସନ କରିଥିଲି, ଅପସନ ନମ୍ବର ସି, ଯୋଉଟା କି ଆଲଗି ହେଲା। ଶୈବାଳ ଗୁଡାକ ଯେମିତି ଆମ ନଳକୂଅ ବା ପୋଖରୀ ଚଟାଣ ସବୁ ଦେଖିଥିବେ, ଗ୍ରୀନ କଲର ରେ କଣ ପାଇଁ ହେଇଥାଏ ନା ତାଙ୍କ କ୍ଲୋରୋଫିଲ ଥାଏ। ଆଲଗି ଆର୍ ଦ ସିମ୍ପଲ ପ୍ଲାଣ୍ଟ ଲାଇକ ଅଟୋଟ୍ରପିକ। ଅଟୋଟ୍ରପିକ ସେ ନିଜ ଖାଦ୍ୟ ନିଜେ ତିଆରି କରିପାରିଥାନ୍ତି ଯୋଉ କହିଥାଏ। ଆଉ ତାଙ୍କର କ୍ଲୋରୋଫିଲ ଥାଏ, ଯୋଉଟା କି ସବୁଜ ରଙ୍ଗର ଥାଏ। ପରଫର୍ମିଂ ଫଟୋସିନ୍ଥେସିସ୍ ହେଲା, ନିଜେ ଫଟୋସିନ୍ଥେସିସ୍ କରିପାରିଥାନ୍ତି, ନିଜ ଖାଦ୍ୟ ନିଜେ କି ତିଆରି କରନ୍ତି। ଏକ୍ସାମ୍ପଲ ଆକାରରେ ଯଦି ନେବେ କଣ ସ୍ପାଇରୋ ଗାଇରା ହେଲା, ଆଉ ଯେ ଚାଲମନେ ଡମନସ ହେଲା, ଏଗୁଡା ସବୁ ତାର ଗୋଟେ ଗୋଟେ ଏକ୍ସାମ୍ପଲ। ଆପଣ ସ୍ପାଇରୋ ଗାଇରାଟା ମନେ ରଖିବେ, ଏଟା ଇମ୍ପୋର୍ଟାଣ୍ଟ ଅଛି, ପଚାରି ପାରେ ସ୍ପାଇରୋ ଗାଇରା କାହା ଭିତରେ ଯାଉଛି, ବ୍ୟାକ୍ଟେରିଆ, ପ୍ରୋଟୋଜୋଆ, ଫଙ୍ଗି, ଆପଣ କଣ ଲେଖିବେ ନା ଆଲଗି ଭିତରେ ଯାଉଛି ହେଲା। ଆଉ ଯୋଉ ଅପସନ ନମ୍ବର ଏଟା ଯୋଉ ଫଙ୍ଗି, ଫଙ୍ଗିଟା ହଉଛି କଣ ଲେକ୍ ଅଫ କ୍ଲୋରୋଫିଲ, ତାଙ୍କ ଭିତରେ କ୍ଲୋରୋଫିଲ ନଥାଏ। ଏଣ୍ଡ ଦ ସେପ୍ରୋଫାଇଟିକ ବା ପାରାସାଇଟିକ। ସେପ୍ରୋଫାଇଟିକ ଆଉ ପାରାସାଇଟିକ ଅର୍ଥ କହୁଛି କଣ, ସାପ୍ରୋଫାଇଟିକ ହଉଛି ମାନେ ଗୋଟେ ଜିନିଷ କି ମାନେ କଣ ହେଇଥିବ ନା ସିଏ ସମ୍ପୂର୍ଣ୍ଣ ଭାବରେ ଖାଇଦଉଥିବ ହେଲା। ସାପ୍ରୋଫାଇଟିକ ମାନେ ସେ ପୁରା ଅଲଗା ଜଣଙ୍କ ଉପରେ କଣ ଥିବ ଡିପେଣ୍ଡେଣ୍ଟ ଥିବ, ମାନେ ଗୋଟେ କଣ ଜୀବ ମରିଗଲା ପରେ ସେ ଫଙ୍ଗି ଆସି ଲାଗିଯାଏ ହେଲା। ଫଙ୍ଗି ଯୋଉ ଦେଖିଥିବେ ନଡିଆରେ ହଳଦିଆ ହଳଦିଆ କଲର ଲାଗି ଯାଇଥାଏ, ତେଣୁ ସେ କଣ ନଷ୍ଟ ମାନେ ଗୋଟେ ଜୀବଟା ମରିଗଲା ପରେ ବା ଡିକେ ହେଇଗଲା ପରେ ସେ କଣ ଆସିକି ଖାଇବେ, ସେଟା କଣ ହଉଛି ସାପ୍ରୋଫାଇଟିକ। ପାରାସାଇଟିକ ହଉଛି କଣ ବେଳେ ବେଳେ କଣ ଜୀବଟି ବଞ୍ଚିଥିବ ତା ଉପରେ ଆସିକି କଣ ଲାଗି, ଯେମିତି ଆପଣ ଉକୁଣି କୁହନ୍ତୁ ହେଲା, ନହେଲେ ଯୋଉ ଗାଈ ଗୋରୁ ଉପରେ ଟିଙ୍କ, ଏଗୁଡା ସବୁ କଣ ପାରାସାଇଟ। ମାନେ କଣ ଜୀବଟି ବଞ୍ଚିଥିଲେ ବି ସେମାନେ ଆସି ତାଙ୍କ ଦେହରୁ ନ୍ୟୁଟ୍ରିସନ ନଉଥିବେ, ସେଟାକୁ ପାରାସାଇଟ କୁହାଯାଏ। ସାପ୍ରୋଫାଇଟିକ ହଉଛି କଣ ମଣିଷଟା ବା ଯୋଉ ଜୀବଟା ମରିଗଲା ପରେ ବା ଉଦ୍ଭିଦ ହଉ ଯିଏ ମରିଗଲା ପରେ ବି ସେମାନେ ଆସିକି ତାଙ୍କର ଯୋଉ ନ୍ୟୁଟ୍ରିସନ ଗୁଡାକ ଶୋଷି ନଉଥିବେ, ସେଟା ଆମର କଣ କୁହାଯାଏ ସାପ୍ରୋଫାଇଟିକ ହେଲା। ବୁଝିପାରିଲେ ପାରାସାଇଟିକ ଆଉ ସାପ୍ରୋଫାଇଟିକ ଭିତରେ ଡିଫରେନ୍ସ କଣ? ପାରାସାଇଟ ହଉଛି ମରିଗଲା ପରେ, ସରି ବଞ୍ଚିଥିବା ସମୟରେ ସେମାନେ ତାଙ୍କ ଭିତରେ ନ୍ୟୁଟ୍ରିସନ ନେବେ। ସାପ୍ରୋଫାଇଟ ହଉଛି ମରିଗଲା ପରେ ହେଲା। ନେକ୍ସଟ ଯୋଉ ପ୍ରୋଟୋଜୋଆ ଆସିଲା, ସେମାନେ ସାଧାରଣତଃ ହେଟରୋଟ୍ରପିକ ହେଲା। ସେମାନେ କଣ ସାଧାରଣତଃ ସେମିତି ହେଟରୋଟ୍ରପିକ ମାନେ କଣ ଅଲଗା ଜୀବ ପାଖରୁ ନେଇଥାନ୍ତି ଖାଇବା ଗୁଡାକ, ତାଙ୍କ ଭିତରେ ପଶିଯିବେ ହେଲା। ପ୍ରୋଟୋଜୋଆ ମାନେ କଣ, ଏମାନେ କଣ ସାପ୍ରୋଫାଇଟ ମାନେ ତା ଉପରେ ଥିବେ ବା ପାରାସାଇଟ ମାନେ ସେମିତି ଉପରେ ଥିବେ, କିନ୍ତୁ ଯୋଉ ହେଟରୋଟ୍ରପିକ ମାନେ ହଉଛି କଣ ସେ ଜୀବ ଭିତରେ, ମାନେ ଯେମିତି କି ଆପଣ ଶରୀର ଭିତରେ ମଣିଷ ଜୀବ ଭିତରେ ବି ସେ ପଶିଯିବେ, ତାପରେ ତାଙ୍କ ଖାଦ୍ୟ ଆଉ ବଂଶ ବୃଦ୍ଧି ଆରମ୍ଭ କରିଦିଏ, ସେଟା କଣ କୁହାଯାଏ ହାଇଡ୍ରୋଟ୍ରପିକ ବୋଲି କୁହାଯାଏ। ଆଉ ବ୍ୟାକ୍ଟେରିଆ ସାଧାରଣତଃ ସେ ହେଟରୋଟ୍ରପିକ ଭିତରେ ଯାଉଛି, କିନ୍ତୁ ଗୋଟେ ହିଁ କେବଳ ସିଆନ ବ୍ୟାକ୍ଟେରିଆ ଅଛି। ସିଆନ ଅର୍ଥ କହୁଛି କଣ, ସିଆନ ଅର୍ଥ ହଉଛି କଲର ହେଲା। ସିଆନ ବ୍ୟାକ୍ଟେରିଆ ଏମିତି ଗୋଟେ ବ୍ୟାକ୍ଟେରିଆ ଯିଏ କି ନିଜ ଖାଦ୍ୟ ନିଜେ ତିଆରି କରିପାରେ ବା ହେଟରୋଟ୍ରପିକ ସିଏ ହେଇନଥାଏ ହେଲା। ମନେ ରଖିବେ ଏଟା ଗୋଟେ ଏକ୍ସେପସନ ଅଛି, ପକେଇ ଦେଇପାରେ। ସିଆନ ବ୍ୟାକ୍ଟେରିଆ କୋଉ ପ୍ରକାର ନା ଲେଖିବେ କଣ ନା ସିଏ ହଉଛି ଫଟୋସିନ୍ଥେସିସ୍ କରିପାରେ ବା ଅଟୋଟ୍ରପିକ ଭିତରେ ଯାଉଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ଅଛି କଣ ନା ଗାଈ ମାନଙ୍କ ଠାରେ ଦେଖାଯାଉଥିବା ଫୁଟ ଏଣ୍ଡ ଆମର ମାଉଥ ବା ଫାଟୁଆ ରୋଗ ଯୋଉ ହୁଏ, ସେଟା କାହା ଦ୍ୱାରା ହେଇଥାଏ ହେଲା। ଫୁଟ ଆଣ୍ଡ ମାଉଥ ରୋଗ ଯଦି ପଚାରି ପାରେ କାହା ପାଖରେ ହେଇଥାଏ ନା କ୍ୟାଟେଲ ବା ଆମର ଗୋରୁ ଯୋଉମାନଙ୍କ ପାଖରେ ଦେଖାଯାଇଥାଏ, ସେଟା କାହା ଦ୍ୱାରା ହେଇଥାଏ? ଅପସନ କଣ ଦେଇଛି, ଜୀବାଣୁ ଦ୍ୱାରା ହେଇଥାଏ, ଭୂତାଣୁ ଦ୍ୱାରା ହେଇଥାଏ, କବକ ଦ୍ୱାରା ହେଇଥାଏ, ନା ହଉଛି ପଟରଜୋଆ ଦ୍ୱାରା ହେଇଥାଏ ହେଲା।
ତେଣୁ ସଠିକ ଉତ୍ତରଟି କଣ ହବ? ଗାଈମାନଙ୍କର ଯୋଉ ଫାଟୁଆ ରୋଗ ଦେଖାଯାଏ ସେଟା କାହା ଯୋଗୁ ହେଇଥାଏ? ନା ଅପସନ ନମ୍ବର ସି ଯୋଉଟାକି ଭୂତାଣୁ ଯୋଗୁ ବା ଭାଇରସ ଯୋଗୁ ହେଇଥାଏ ଆମର ଗାଈମାନଙ୍କର ଫାଟୁଆ ରୋଗ। ହେଲା ଫାଟୁଆ ରୋଗ ବି ନଦି ଏଫଏମଡି ଦେଇପାରେ। ଫୁଟ ଆଣ୍ଡ ମାଉଥ ଡିଜିଜ କୁହାଯାଏ ମଧ୍ୟ ଏଫଏମଡି ହାଇଲି କଣ୍ଟାଜିନସ୍ ଭାଇରାଲ ଡିଜିଜ ଏଫେକ୍ଟିଂ ଦ କ୍ଲୋଭେନ ହୋଫେଡ ଏନିମଲ। ତାଙ୍କର କଣ କ୍ଲୋଭେନ ଯେ ଯୋଉ ଫାଟୁ ତାଙ୍କର ଯୋଉ ଗୋଡରେ ତାଙ୍କର କୁହାଯାଏ କଣ ଗରୁର ଗୋଡ ଗୁଡାକରେ କଣ ଫାଙ୍କ ସ୍ଥାନ ଯୋଉଠି ଥାଏ ସେଇଠି କଣ ଏଫେକ୍ଟେଡ କରି ପୁରା ଗରୁ ଗୁଡାକର କଣ ଗୋଡ ନଷ୍ଟ କରିଦିଏ ହେଲା। ଆଉ ପାଟିରେ ମଧ୍ୟ ହେଇଥାଏ ଯାହାଦ୍ୱାରା କି ସେମାନେ ଖାଇ ପାରନ୍ତିନି ଜିଭରେ ଯେମିତି ଆମ ମଣିଷର ଯେମିତି ଜିଭରେ ହେଇଥାଏ ସେଇଭଳିଆ ଏମାନଙ୍କର ବି ମୁହଁରେ ସେଇଭଳିଆ ଯାଦୁ ଭଳିଆ ଗୋଟେ ଆରମ୍ଭ ହେଇଥାଏ ହେଲା ଆଉ ଭଳିଆ ହେଇଯାଏ ତାପରେ ଖାଇ ପାରନ୍ତିନି ଆଉ ଗୋଡରେ ବି ସେମିତି ହେଇଯାଏ ଚାଲି ପାରନ୍ତିନି ତେଣୁ ସେଇଟା କଣ ହଉଛି ଏଫଏମଡି ବା ଫୁଟ୍ ଆଣ୍ଡ ମାଉଥ ଡିଜିଜ ସେଇଟା ଯାହା କାହା ପାଇଁ ହେଇଥାଏ ନା ହଉଛି ଆମର ଯୋଉ ଭାଇରସ ଯୋଗୁ ସେଇ ଭାଇରସ ର ନାଁ ହଉଛି କଣ ନା ଆପ୍ତୋ ଭାଇରସ ହେଲା APHTHO ଆପ୍ତୋ ଭାଇରସ ହେଲା ମନେ ରଖିଥିବେ ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ଟା ପଚାରି ପାରେ କୋଉ ପ୍ରକାର ଭାଇରସ ର ହେଇଥାଏ ନା ହଉଛି ଆପ୍ତୋ ଭାଇରସ ଯୋଉଟା ତା ଦ୍ୱାରା କି ଫାଟୁଆ ରୋଗ ହେଇଥାଏ ଗୋରୁ ମାନଙ୍କ କ୍ଷେତ୍ରରେ ହେଲା। ଆଉ ଯୋଉ ବ୍ୟାକ୍ଟେରିଆ ରହିଲା ବ୍ୟାକ୍ଟେରିଆ ହଉଛି ସାଧାରଣତଃ ଆନ୍ଥ୍ରାକ୍ସ ରୋଗ କରିଥାଏ ହେଲା ଯୋଉଟା କି ଗୋରୁ ମାନଙ୍କର ଦେଖାଯାଏ ଲାଇଭଷ୍ଟକ୍ ମାନେ କଣ ଗୋରୁ ହେଲା ଆନ୍ଥ୍ରାକ୍ସ ରୋଗ ଯଦି ପଚାରି ପାରେ କାହା ଦ୍ୱାରା ହେଇଥାଏ ନା ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ ହେଲା। ଆଉ ଯୋଉ ଫଙ୍ଗସ ସାଧାରଣତଃ କଣ କରନ୍ତି ନା ସ୍କିନ୍ ପ୍ରୋବ୍ଲେମ ଲାଇକ ରିଙ୍ଗ ୱାର୍ମ ହେଲା ମାନେ ଯୋଉ ଆମ ମଣିଷ ମାନଙ୍କର ଯେମିତି ଦେଖିବେ ବର୍ଷା ଦିନରେ କଣ ଗୋଡରେ ସବୁ କେମିତି ସବୁ ବାହାରିଥାଏ ସେଇଟା କଣ ଫଙ୍ଗସ ବା ରିଙ୍ଗ ୱାର୍ମ ଯୋଗୁ ହେଇଥାଏ ସେ ରିଙ୍ଗ ୱାର୍ମ ଯଦି ପଚାରିଥାଏ ରିଙ୍ଗ ୱାର୍ମ କାହାର ଗୋଟେ ରୋଗ କାହା ଦ୍ୱାରା ହେଇଥାଏ ନା ଫଙ୍ଗସ ଦ୍ୱାରା ହେଇଥାଏ। ପ୍ରୋଟୋଜୋଆ ଯଦି ପଚାରିଥାଏ ପ୍ରୋଟୋଜୋଆ ସାଧାରଣତଃ କଣ କରେ ଲାଇକ୍ ସ୍ଲିପିଂ ସିକନେସ୍ ଇନ୍ ୱାଇଲ୍ଡ ଲାଇଫ ସ୍ଲିପିଂ ସିକନେସ୍ ମାନେ ସେମାନେ ଶୋଇ ପାରିବେନି ହେଲା ଏଇଟା ସବୁ କଣ ଦୁର୍ବଳ ଲାଗୁଛି ସେଗୁଡାକ ପ୍ରୋଟୋଜୋଆ ଦ୍ୱାରା ହେଇଥାଏ ତେଣୁ ଏମିତି ଗୁଡାକ ଗୋରୁ ଗାଈ ମାନଙ୍କ ବା ଯେମିତି କି ଆମର ଲାଇଫ ଷ୍ଟକ୍ ଯେମାନଙ୍କର ବା ୱାଇଲ୍ଡ ଲାଇଫ ମାନଙ୍କର ରୋଗ ବିଷୟରେ ଜାଣିଦେଲେ କୋଉ ମାନେ କୋଉ ପ୍ରକାର ବ୍ୟାକ୍ଟେରିଆ ଭାଇରସ ଆଉ ଫଙ୍ଗସ ପ୍ରୋଟୋଜୋଆ କୋଉ ଉପରେ ରୋଗ କରିଥାନ୍ତି ତେଣୁ ଆଉ କିଛି ଆପଣଙ୍କୁ ଦରକାର ହବନି ଦେଖିବା ପାଇଁ ଏଇଠି ହିଁ ଆପଣ ପୁରା କ୍ଲିୟର ହେଇଯିବ। ପରବର୍ତ୍ତୀ ପ୍ରଶ୍ନ ଯିବା ନିମ୍ନୋକ୍ତ ମଧ୍ୟରୁ କେଉଁ ଖାଦ୍ୟ ସଂରକ୍ଷଣର ଏକ ପଦ୍ଧତି ନୁହେଁ which one of the following is not a method of food ପ୍ରିଜର୍ଭେସନ ମାନେ ବହୁତ ଦିନ ପ୍ରିଜର୍ଭେସନ ଅର୍ଥ ହଉଛି କଣ ବହୁତ ଦିନ ପର୍ଯ୍ୟନ୍ତ ରଖିବା ଯେମିତି ଆଚାର ଆମେ ବହୁତ ଦିନ ପର୍ଯ୍ୟନ୍ତ ରଖୁଛୁ ସେଇଭଳିଆ ରଖିବା ପାଇଁ କୋଉଟା ଗୋଟେ ପଦ୍ଧତି ନୁହେଁ। ଅପସନ କଣ ଦେଇଛି ସଲ୍ଟିଂ ବା ଲୁଣ ପକେଇବା ବଏଲିଂ ବା ପାଣି ଫୁଟାଇବା ବଏଲିଂ ମାନେ ଫୁଟେଇବା ପାଣି ନୁହେଁ ଫୁଟେଇବା ଏଡିଂ ସୁଗାର ବା ଚିନି ମିଶାଇବା ନା ହଉଛି ଏଡିଂ ୱାଟର ବା ପାଣି ମିଶାଇବା କୋଉଟାଟେ ଆମର ଫୁଡ ପ୍ରିଜର୍ଭେସନ ଭିତରେ ଯିବନି ସଠିକ ଉତ୍ତର ହବ କଣ ଅପସନ ନମ୍ବର ଡି ଯେଟା କଣ ଅଛି ଏଡିଂ ୱାଟର ପାଣି ମିଶେଇ ଦେଲେ ଆମର କେବେ ପ୍ରିଜର୍ଭେସନ ହବ କି ନା କଣ କରିବା ନା ଆମର ପାଣି ମିଶେଇବା ଦ୍ୱାରା କଣ ମଏଶ୍ଚର ଅଧିକା ହେଇଯାଏ ଯାଦ୍ୱାରା କି କଣ ସେ ଅଧିକା ଏୟାର କଣ୍ଟାକ୍ଟରେ ଆସିକି ନଷ୍ଟ ହେଇଯାଏ ହେଲା ଫେଭରେବଲ ଏନଭାରମେଣ୍ଟ ଫର ଦ ମାଇକ୍ରୋ ଅର୍ଗାନିଜିମ ତାଦ୍ୱାରା କି ଫେଭରେବଲ ମୁଭମେଣ୍ଟ ମାନେ କଣ ସେମାନେ ସେଇଠି ବଂଶ ବୃଦ୍ଧି କରିବା ପାଇଁ ଇଚ୍ଛା କରନ୍ତି ଯେମିତି ମାଇକ୍ରୋ ଅର୍ଗାନିଜିମ ସେଇଠି ଆସି ପଶି ଯେତେ ଦେଖିବେ ପାଣି ବା ଆମର ମଏଶ୍ଚର ଯୋଉଠି ଅଧିକା ଥିବ ସେଇଠି ଦେଖିବେ ଅଧିକା ମାଇକ୍ରୋ ଅର୍ଗାନିଜିମ ସାଧାରଣ କଥା ଯେତେବେଳେ ମଶା ଯେତେବେଳେ ଅଧିକା ହେଇଯାଏ କୁହାଯାଏ କଣ ଘର ପାଖାପାଖି ଅଞ୍ଚଳରେ କଣ କରିବେ ସନ୍ତସନ୍ତିଆ ଜାଗା ଯେମିତି ନ ରୁହେ କାରଣ ଯୋଉଠି ସନ୍ତସନ୍ତିଆ ଜାଗା ବା ମଏଶ୍ଚର ଅଧିକା ହବ ସେଠି ମାଇକ୍ରୋ ଅର୍ଗାନିଜିମ ମାନେ ଶୀଘ୍ର ବଢିଯିବେ ହେଲା ଯାହାଦ୍ୱାରା କି ଖାଦ୍ୟ ନଷ୍ଟ କରିଦେବେ। ସଲ୍ଟିଂ ଏକ୍ସଟ୍ରାକ୍ଟ ଦ ମଏଶ୍ଚର ଭାୟା ଅସ୍ମୋସିସ୍ ଅସ୍ମୋସିସ୍ ପ୍ରୋସେସ ରେ କଣ କରନ୍ତି ନା ସେମାନେ ମଏଶ୍ଚର କୁ ନେଇ ନିଅନ୍ତି ସଲ୍ଟ ଯୋଉଟା ମଏଶ୍ଚର ଅର୍ଥ କଣ ନା ପାଣି ଯୋଉଠି କଣ ଥିବ ଅଧିକ ଥିବ ସେ ପାଣି କମ ଜାଗାକୁ ପଳେଇ ଆସିବ ଯେମିତି ସଲ୍ଟ ରେ ପାଣି କମ ଅଛି ତେଣୁ ସେ ଖାଦ୍ୟ ଭିତରୁ ଯୋଉ ପାଣିଟା ଥିବ ସେ ଶୋଷି ନବ ଯାହାଦ୍ୱାରା କି ବହୁତ ଦିନ ପର୍ଯ୍ୟନ୍ତ ରହିଯିବ। ଆଉ ବଏଲିଂ କଲେ ବି ସାଧାରଣତଃ ଭେଜିଟେବଲ ଗୁଡାକରେ କଣ ହୁଏ ବେଶୀ ଦିନ ପର୍ଯ୍ୟନ୍ତ ରହିପାରେ ଯାହାଦ୍ୱାରା କି ମାଇକ୍ରୋ ଅର୍ଗାନିଜିମ ମାନେ ମରିଯାନ୍ତି ହେଲା ପାଶ୍ଚରାଇଜେସନ ଯୋଉଟା କୁହାଯାଏ ଗରମ କରିବା ଦ୍ୱାରା ହେଲା। ଆଉ ଏଡିଂ ସୁଗାର ବାଇଣ୍ଡ ଦ ୱାଟର ମଲିକ୍ୟୁଲ ଟୁ ଷ୍ଟପ ଦ ଫଙ୍ଗଲ ଗ୍ରୋଥ ଆଉ ମେନ୍ ପଏଣ୍ଟ ହଉଛି କଣ ଯୋଉ ସୁଗାର ଏଡ କରାଯାଏ ଯେମିତି ଆଚାର ଦେଖି ସୁଗାର ଏଡ କରିକି ବହୁତ ଦିନ ପର୍ଯ୍ୟନ୍ତ ରଖାଯାଏ ଆଚାରକୁ ଦେଖି ସୁଗାର ଯଦି ନ ଦିଆହେଇଥିବ ସେ ଶୀଘ୍ର ନଷ୍ଟ ହେଇଯିବ କାହିଁକି ନା ସେ କଣ କରାଯାଏ ସୁଗାର ବା ଆମର ଲୁଣ ନଦେଲେ ନଷ୍ଟ ହେଇଯାଏ କାରଣ ସୁଗାର କଣ କରିଥାଏ ନା ୱାଟର ମଲିକୁଲ ସେ ନିଜ ସହିତ ବାନ୍ଧିନିଏ ହେଲା ଯାହା ଫଳରେ କି ଆଉ ୱାଟର ଗୁଡାକ ଭିତରେ ରହିବନି ଯାହାଦ୍ୱାରା କି ମାଇକ୍ରୋ ଅର୍ଗାନିଜିମ ଆଉ ବଢି ପାରିବେ ନାହିଁ। ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଉଦ୍ଭିଦ ରୋଗ ଯୋଉଟା କି ସାଇଟ୍ରସ କ୍ୟଙ୍କର ଯୋଉ କୋଉ ଅଣୁଜୀବ ଦ୍ୱାରା ହୋଇଥାଏ ସାଇଟ୍ରସ କ୍ୟାଙ୍କର ଯୋଉ ଏ ପ୍ଲାଣ୍ଟ ଡିଜିଜ ଇଜ କଜ୍ଡ ବାଇ ମାଇକ୍ରୋ ଅର୍ଗାନିଜିମ ଯୋଉ ସାଇଟ୍ରସ କଙ୍କର ସାଧାରଣତଃ ଲେମ୍ବୁ ଗଛରେ ଦେଖାଯାଇଥାଏ ହେଲା ଲେମ୍ବୁରେ ଯୋଉ ଯାଦୁଆ ରୋଗ ମଧ୍ୟ କୁହାଯାଇଥାଏ ସେଟା କାହା ଯୋଗୁ ହେଇଥାଏ ଅପସନ କଣ ଦେଇଛି କବକ ଦ୍ୱାରା ହେଇଥାଏ ବା ଫଙ୍ଗସ ଦ୍ୱାରା ହେଇଥାଏ ନା ହଉଛି ଭାଇରସ ବା ଭୂତାଣୁ ଦ୍ୱାରା ହେଇଥାଏ ନା ହଉଛି ବୀଜାଣୁ ବା ଆମର ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ ନା ହଉଛି ଶୈବାଳ ହେଲା ଯୋଉଟା କି ଆମ ଆଲଗି ଦ୍ୱାରା ହେଇଥାଏ ତେଣୁ ସଠିକ ଉତ୍ତର କଣ ହବ ଯୋଉ ଲେମ୍ବୁର ଯାଦୁଆ ରୋଗ କାହା ଦ୍ୱାରା ହେଇଥାଏ ସାଇଟ୍ରସ ସହିତ ଲେମ୍ବୁ ହେଲା ତେଣୁ କାହା ଦ୍ୱାରା ହେଇଥାଏ ଅପସନ ନମ୍ବର ସି ଯୋଉଟା କି ବ୍ୟାକ୍ଟେରିଆ ବା ବୀଜାଣୁ ବା ଜୀବାଣୁ ଦ୍ୱାରା ହେଇଥାଏ ହେଲା ସାଇଟ୍ରସ ଶଙ୍କର ଇଜ ଏ ଡେଷ୍ଟ୍ରକ୍ଟିଭ ବ୍ୟାକ୍ଟେରିଆ ଇଲନେସ ଅଫ ସାଇଟ୍ରସ ଟି ଯୋଉଟା କି ଲେମ୍ବୁ ଜାତୀୟ ଗଛ ଗୁଡାକରେ ସାଧାରଣତଃ ଦେଖାଯାଏ ଲେମ୍ବୁ ଯାଦୁଆ ରୋଗ ମଧ୍ୟ କୁହାଯାଇଥାଏ କାହା ଯୋଗୁ ନା ଜେନ୍ଥୋମାନାସ
ଅକ୍ଜନୋପଡିସ୍ ହେଲା, ମନେ ରଖିଥିବେ ଜେନ୍ଥୋଫୋନସ୍ ଆଉ ଅକ୍ଜନୋପଡିସ୍ ସେଟା ହଉଛି କଣ ନା ଗୋଟେ ପ୍ରକାର ବ୍ୟାକ୍ଟେରିଆ ଯେଟା କି ସାଇଟ୍ରସ୍ ବା ଲେମ୍ବୁ ଜାତୀୟ ଗଛରେ ଦେଖାଯାଇଥାଏ, ଯୋଉଟା କି କଣ କରେ ସ୍ପ୍ରେଡ୍ ଥ୍ରୋ ଏୟାର ଆଣ୍ଡ ରେନ୍ ସ୍ପ୍ରେଡ୍, ପବନ ଦ୍ୱାରା ବି ଯାଇଥାଏ। ଯଦି ପାଖାପାଖି ଗୋଟେ ଲେମ୍ବୁ ଗଛରେ ଏଇଭଳିଆ ରୋଗ ହେଇଛି ତା ପାଖାପାଖି ଆଉ ଗୋଟେ ଦୂର ଟିକେ ଦୂରରେ ଆଉ ଗୋଟେ ଲେମ୍ବୁ ଗଛ ଅଛି, ସେ ପବନ ଦ୍ୱାରା ବି ଯାଇକି ସେ କଣ ଗଛକୁ ଇନଫେକ୍ଟେଡ କରିଦବ। ସେ ମନେ ରଖିଥିବେ ସେ ବ୍ୟାକ୍ଟେରିଆର ନାଁ କଣ ନା ଜେନ୍ଥୋମୋନାସ୍, ଏମିତି ଖାଲି ସର୍ଟ ଫର୍ମ ଜେନ୍ଥୋମୋନାସ୍ ମନେ ରଖିଥିବେ, କୋଉଟାରେ ହୁଏ ନା ସାଇଟ୍ରସ୍ ବା ଲେମ୍ବୁ ଗଛ ଗୁଡାକରେ ହେଇଥାଏ, ଯାହା ଦ୍ୱାରା କି ସେ ଏୟାର ଆଉ ରେନ୍ ସ୍ପ୍ଲଟର୍ସ ମାନେ ଯୋଉ ବର୍ଷା ପାଣିରେ ବି ସେ ସେଇଥିରେ ଯାଇପାରେ ହେଲା। ଆଉ ବାକି ରହିଲା ଯୋଉ ଫଙ୍ଗସ୍ ହେଲା, ଫଙ୍ଗସ୍ କଣ କରିଥାଏ ନା ଏଇ ଯୋଉ ଗହମରେ କଳଙ୍କି ବେଳେ ବେଳେ ଦେଖାଯାଇଥାଏ ନା, ଗହମ ଗୁଡାକ ଆଣିଥିବେ ସେଟା କଳା କଳା ଦାଗ ଦେଖାଯାଇଥାଏ, ହେଲେ ସେଟା ସାଧାରଣତଃ ଫଙ୍ଗସ୍ ଦ୍ୱାରା ହେଇଥାଏ, ଫଙ୍ଗି ଦ୍ୱାରା। ମନେ ରଖିଥିବେ ଗହମର କଳଙ୍କି ରୋଗଟା କାହା ଯୋଗୁ ହେଇଥାଏ ନା ହଉଛି ଫଙ୍ଗସ୍ ଦ୍ୱାରା ହେଇଥାଏ। ଭାଇରସ୍ ସାଧାରଣତଃ କଣ କରେ, ଭେଣ୍ଡିରେ ଯୋଉ ଦେଖିଥିବେ ୟେଲୋ କଲର ସବୁ ଦେଖାଯାଇଥାଏ ସେଟା କାହା ଦ୍ୱାରା ହେଇଥାଏ, ଭାଇରସ୍ ଦ୍ୱାରା ହେଇଥାଏ। ତେଣୁ ଏଠି ସବୁ ଗୁଡାକ ରୋଗ ଭେଜିଟେବୁଲ ଯେତେ ପ୍ରକାର ରୋଗ ଏଠି ଡିସ୍କସନ କରିଯିବ ହେଲା। ମନେ ରହିଲା କଣ ଫଙ୍ଗସ୍ ହଉଛି କାହା ଦ୍ୱାରା ନା ହଉଛି ହ୍ୱିଟରେ ଯୋଉ ମାନେ ଗହମରେ ଯୋଉ କଳା ଦାଗ ସେଟା ଫଙ୍ଗସ୍ ଦ୍ୱାରା ହେଇଥାଏ। ତାପରେ ରହିଲା ଆମର ଭେଣ୍ଡିରେ ଯୋଉ ଆମର ୟେଲୋ କଲର ଦେଖା ସେଟା ଭାଇରସ୍ ଦ୍ୱାରା ହେଇଥାଏ। ତାପରେ ଯୋଉ ଆଲଗି ଗୁଡାକ ସାଧାରଣତଃ କଣ କରନ୍ତି ଟି ବା ଆମର ଯୋଉ କଣ ରହିଥାଏ ନା ଚା ପତ୍ର ଗୁଡାକରେ ଯଦି କହିଥାଏ ରେଡ ରଷ୍ଟ ଷ୍ଟେନ୍ ଗୁଡାକ ମାନେ ନାଲି ଦାଗ ଯଦି ବେଳେ ବେଳେ ଦେଖାଯାଏ ପତ୍ର ଗୁଡାକରେ, ସେଟା କାହା ଦ୍ୱାରା ହେଇଥାଏ ନା ହଉଛି କିଛି ପ୍ରକାର ଆମର ଯୋଉ ଆଲଗି ଦ୍ୱାରା ଦେଖାଯାଇଥାଏ ହେଲା। ମନେ ରହିବ ତିନି ଚାରିଟା ପଏଣ୍ଟ ରହିଲା ପୁରା, ଯେମିତି ସେଠିରେ ଆମର ଉଦ୍ଭିଦରେ ପଡିଥିଲା ଏଠି ପୁରା ଗଛରେ ଆମର ଉଦ୍ଭିଦରେ, ସେଠି ପ୍ରାଣୀରେ ପଡିଥିଲା ଏଠି ଉଦ୍ଭିଦରେ ପୁରା କଭର ହେଇଯିବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ, ଭୂତାଣୁକୁ ଜୀବନ୍ତ ଏବଂ ନିର୍ଜୀବରେ ସୀମାରେଖାରେ ଥିବା ବିଚାର କରାଯାଏ କାହିଁକି? ଭାଇରସ ଇଜ କନସିଡର୍ଡ ଟୁ ବି ଏ ବ୍ରଡ ଲାଇନ ଅଫ ଲିଭିଂ ଆଣ୍ଡ ନନ୍ ଲିଭିଂ। ଆମର ସାଧାରଣତଃ ଯୋଉ ଭୂତାଣୁ ବା ଭାଇରସକୁ ଆମେ କଣ କହିବା ଲିଭିଂ ଆଉ ନନ୍ ଲିଭିଂ ଭିତରେ ତାକୁ ମଝିରେ ରଖାଯାଏ, ସେଟା କାହିଁକି ଆମେ କହିଥାଉ? ଅପସନ କଣ ଦେଇଛି, ସେମାନଙ୍କର କୋଷୀୟ ସଂରଚନା ଅଛି, ନା ହଉଛି ସେମାନେ କେବଳ ଏକ ପୋଷକ ଜୀବ ଶରୀର ଭିତରେ ବଂଶବୃଦ୍ଧି କରିପାରନ୍ତି, ନା ହଉଛି ସେମାନେ ସ୍ଵାଧୀନ ଭାବରେ ଶାସନ କରିପାରନ୍ତି, ନା ହଉଛି ସେମାନେ ସମୟ ସହିତ ଆକାର ବୃଦ୍ଧି କରିପାରନ୍ତି। କଣ ପାଇଁ ଆମେ ଲିଭିଂ ଆଉ ନନ୍ ଲିଭିଂ ଭିତରେ ମିଡିଲ ପାର୍ଟରେ ଆମେ ତାକୁ ନେଇଥାଉ? ସଠିକ ଉତ୍ତର ହେବ କଣ ନା ଅପସନ ନମ୍ବର ବି, ଏଥିରେ କଣ ଦେଇଛି ସେମାନେ କେବଳ ପୋଷକ ଜୀବ ଶରୀର ମଧ୍ୟରେ ବଂଶବୃଦ୍ଧି କରିପାରନ୍ତି। ଏହାର ଅର୍ଥ ହଉଛି କଣ, ଭାଇରସ ଗୁଡାକ ଯେତେ ପର୍ଯ୍ୟନ୍ତ ସେମାନେ କୌଣସି ପୋଷକ ବା ହୋଷ୍ଟ ବଡି ବା ଯାହାକୁ ଇନଫେକ୍ଟେଡ କରିବେ ତା ଭିତରକୁ ଯେତେ ପର୍ଯ୍ୟନ୍ତ ନ ଯିବେ ସେମାନେ କଣ ଥିବେ, ନନ୍ ଲିଭିଂ ଥିବେ। ଯେତେବେଳେ ସେମାନେ ହୋଷ୍ଟ ବଡି ବା ଯାହାକୁ ଇନଫେକ୍ଟେଡ କରିବେ ତା ଭିତରେ ପଶିବେ ମାନେ ସେ ଲିଭିଂ ହେଇଯିବେ। ସେଟା ଲେଖାଯାଇଛି ଏଠି। ଆଉଟସାଇଡ ରେ ସେ ହୋଷ୍ଟ ହେଲେ କଣ ଥିବ ନା ଇନେଟ୍ ବା ଆମର କଣ ଥିବ ନା ନନ୍ ଲିଭିଂ ଥିବ। ଯେତେବେଳେ ସେ କଣ କରିବ ହୋଷ୍ଟ ବଡି ସେ ପାଇଯିବ ବା ଯାହାକୁ ଇନଫେକ୍ଟେଡ କରି ପାଇଯିବ, ସେ କଣ କରିବ ନିଜକୁ ଡୁପ୍ଲିକେଟ କରିଦବ ଆଉ ବଂଶ ବୃଦ୍ଧି ଆରମ୍ଭ କରିଦବ, ଜୀବନ୍ତ ହେଇଯିବ ବଂଶ ବୃଦ୍ଧି ଆରମ୍ଭ କରିଦେବ ହେଲା। ବୁଝିପାରିଲେ? ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନଟି ଅଛି କଣ ନା, ପାଉଁରୁଟି କିମ୍ବା ଇଟଲି ପିଠା ଯୋଉ ମଣ୍ଡା ଚକୁଳି ଅଟା କୁହାଯାଏ ଫୁଲିବାର କାରଣ କଣ? ଯୋଉ ଦେଖିଥିବେ ଇଟଲି ଗୁଡାକ ଫୁଲିଯାଏ କିଛି ସମୟ ପରେ ଦେଖି ତାକୁ ରଖିଦେଇ ଛାଡି ଦେଇଥିବେ ଗୋଟେ ପାଉଡର ପକେଇକି ହେଲା, ବା କିଛି ଗୋଟେ କରିକି ସେ କଣ ଫୁଲିଯାଏ କଣ ପାଇଁ? ଉତ୍ତାପ ଯୋଗୁ ହେଇଥାଏ, ନା ହଉଛି ଗ୍ରାଇଣ୍ଡିଙ୍ଗ ବା ବାଟିବା ଯୋଗୁ ହେଇଥାଏ, ନା ହଉଛି ଗ୍ରୋଥ ଅଫ ଇଷ୍ଟ ସେଲ ବା ଇଷ୍ଟ କୋଷର ବୃଦ୍ଧି ଯୋଗୁ ହେଇଥାଏ, ନା ହଉଛି କଣ ଚିକିଟିବା ବା ନିଡିଙ୍ଗ ଦ୍ୱାରା ହେଇଥାଏ। କଣ ପାଇଁ ଆମର ଇଟଲି ବା ଆମର ଯୋଉ ଚକୁଳି ପିଠା ଫୁଲି ଯାଇଥାଏ? ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ସି, ଯାକି ଗ୍ରୋଥ ଅଫ ଇଷ୍ଟ ସେଲ। ତାଙ୍କର ଉପରେ ଗୋଟେ ଇଷ୍ଟ ମାନେ ପକାଯାଏ। ଇଷ୍ଟ ଗୋଟେ ବ୍ୟାକ୍ଟେରିଆ ମାନେ ସେ କଣ ନା ଆମର ଭଲ ମାନେ କ୍ଷତି କରେନି ହେଲା, ସେ ଆମକୁ ସାହାଯ୍ୟ କରେ ହେଲା। ଇଷ୍ଟ ରିପ୍ରୋଡ୍ୟୁସ ରାପିଡଲି ଇନସାଇଡ ଦ ବଟର ରିଲିଜିଂ ଦ CO2 ଗ୍ୟାସ ହେଲା। ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଇଷ୍ଟ କାହିଁକି ଆମେ ଯୋଉ ଦେଲା ପରେ ସେ ଫୁଲିଯାଏ, ନା ହଉଛି ତାଙ୍କ ଭିତରେ କହିଥିଲି ସେ କଣ କରେ ସୁଗାରକୁ ଫାଷ୍ଟ ଆଲକୋହଲ କନଭର୍ଟ କରୁଥିଲା, କିନ୍ତୁ ଏଠି କଣ କରିବ ଯେହେତୁ ଆମର ଯୋଉ ଏଇ ଯୋଉ ପାଉଁରୁଟି ବା ଇଟିଲି ଭିତରେ ଯେତେବେଳେ ଗୁଳା ଯାଏ, ଯେତେବେଳେ ଇଷ୍ଟ ପକେଇଦେଲେ ସେ କଣ କରିବ ଆଲକୋହଲ ତିଆରି କରିବନି, ସେ କଣ କରିବ ନା CO2 ଗ୍ୟାସ ଏଠି ତିଆରି କରିବ। CO2 ଗ୍ୟାସ ତିଆରି କଲା ଦ୍ୱାରା ସେ ଗ୍ୟାସଟା ଚାହିଁବ ଉପରକୁ ବାହାରିବା ପାଇଁ, ଯାହାଦ୍ୱାରା କି ସେ ଫୁଲିବା ପାଇଁ ଚେଷ୍ଟା କରିବ। ପାଉଁରୁଟି ତା ଉପରେ କଣ ଆବରଣ ଥିବ, ଏମିତି ଗୁଳା ହେଇକି ଥିବ ନା, ସେ କଣ କରେ CO2 ବାହାରିବା ପାଇଁ ଚେଷ୍ଟା କରେ, ଯାହାଦ୍ୱାରା କି ସେ ଫୁଲିଯିବ। ସେଥିପାଇଁ ପାଉଁରୁଟି ବା ଇଟିଲି ଫୁଲିବା ପାଇଁ ସାହାଯ୍ୟ କରେ। ଏନାରୋବିକ ମାନେ କଣ, ତା ଭିତରୁ ଅକ୍ସିଜେନ ତ ଯାଇପାରିବନି ନା, ଯାହାଦ୍ୱାରା କି ସେ କଣ CO2 ଗ୍ୟାସଟା ବାହାର କରେ। ସେଥିପାଇଁ ଫୁଲିଆ ଦେଖାଯାଏ, ଚକଟିବା ପାଇଁ ନୁହେଁ ବି ହେଲା। ତମେ ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ, ନିମ୍ନଲିଖିତ ମଧ୍ୟରୁ କେଉଁ ଅଣୁଜୀବ ଅମୟବିକ ଆମାଶୟ ବା ଝାଡା ରୋଗର ସୃଷ୍ଟି କରିଥାଏ? ହ୍ୱିଚ୍ ୱାନ୍ ଅଫ୍ ଦ ଫଲୋଇଂ ମାଇକ୍ରୋ ଅର୍ଗାନିଜମ କଜେସ୍ ଦ ଆମୋଏବିକ ଡିସେଣ୍ଟ୍ରି ହେଲା, ଯୋଉ ଝାଡା ରୋଗଟା ସୃଷ୍ଟି କରିଥାଏ। ଅପସନ କଣ ଦେଇଛି, ଏଣ୍ଟାମୋବା ହିଷ୍ଟୋଲିକା, ନା ହଉଛି ପ୍ଲାଜମୋଡିୟମ ଭାଇବେକ୍ସ, ନା ହଉଛି ଲାକ୍ଟୋବାସିଲସ୍, ନା ହଉଛି ବ୍ୟାକ୍ଟେରିଓଫାଜ ହେଲା। କୋଉ ପ୍ରକାର ଅଣୁଜୀବ ଆମେ କଣ କରିଥାଏ ନା ଯୋଉ ଆମାଶୟ ରୋଗଟା ସୃଷ୍ଟି କରିଥାଏ? ସଠିକ ଉତ୍ତର ହେବ କଣ ଅପସନ ନମ୍ବର ଏ, କଣ ହଉଛି ଏଣ୍ଟିମୋବା ହିଷ୍ଟୋଲିକା ହେଲା। ମନେ ରଖିଥିବେ ଏଣ୍ଟିମୋବା ହିଷ୍ଟୋଲିକା ସେଟା କଣ କରିଥାଏ ନା ହଉଛି ଆମର ଆମାଶୟ ରୋଗ ସୃଷ୍ଟି କରିଥାଏ, ଯୋଉଟା କି ପାରାସାଇଟ ଗୋଟେ ପ୍ରୋଟୋଜନ ଟାଇପ ରେ ଗୋଟେ ଯାଉଛି। ପ୍ରୋଟୋଜନ ତ ବୁଝେଇଛି, ପାରାସାଇଟ ବୁଝେଇଛି। ପାରାସାଇଟ କଣ କରେ ଗୋଟେ ମାନେ ଯିଏ ବଞ୍ଚିଥିବ ଯିଏ ଜୀବ ଉପରେ ବସିକି ତାର ନ୍ୟୁଟ୍ରିସନ ନେଇଥାଏ ହେଲା।
जोटा कि आम कौन इंटेस्टाइनल वाल जेटा कि आम जो कहुए इंटेस्टाइन आम बॉडी जो रही तारी वाल उपर से अणुजुटा रही है आठ कौन क्रिएटिंग अल्सर है अल्सर गोटे कौन करते ना घा भाया गोटे तैयारी करते रेजल्ट ऑफ डिसेंट्री है से घा जो आम कौन होता है आमाशय रोग बारंबार जो झाड़ा लगी था रक्त पड़ी था बारंबार से घा जो जो अल्सर होता है द्वारा भी रक्त पड़ी था बारंबार झाड़े से कौन कहे आमाशय रोग कौन से अणुजुटा ना मन रखते इंपोर्टेंट अच्छी कौन होलिस्टिक ये मन रखते कौन कहे एंटोमिबा होलिस्टिका होलिस्टिका मन रखिथे भी हो पार आउ तो अलग गुड़ाक मुझे डिस्कसन कर देती लैक्टोबासिलस और प्लाज्मोडियम भाइवेक्स तो डिस्कसन कर देती मेलेरिया साधारण प्लाज्मोडियम भाइवेक्स दायी होता है आउ सब पढ़ाई परवर्ती क्वेश्चन को जी परवर्ती प्रश्न अच्छी वायुमंडल में जबक्षारजान प्रतिशत क्या जो स्थिर रहे जो आम एटमोस्फेयर नाइट्रोजेन सब सामान रोचे 78% कौन होता है केवल जबक्षारजान स्थिरीकरण जो जबक्षारजान चक्र आलोक संश्लेषण ना हूँ केवल बी जबक्षारजानकरण डिसेंट्रिफिकेशन ओनली तापाई आम जबक्षारजानटा सामान रही है सठिक उत्तर होगी कौन ऑप्शन नंबर बी जेटा कि नाइट्रोजेन साइकिल जबक्षारजान चक्र जो कहुए तार जो होता है से कौन हुए ना ओवरऑल कौन हुए बालांस हुए जमीक आमर कौन हुए ना फिक्सेशन आ कंजम्पशन माने किछि कौन करती ना बाहर करती जमीक कि जबक्षारजान आ किछि कौन कंजम माने नहीं था रिस्टोरिंग द डिसेंट्रिफिकेशन स्टेप्स परफेक्टली टू मेंटेन 78% जमीक आप गछ कौन नेला ना हूँ जबक्षारजान से भाई आहरी किसी कौन अच्छा ना जबक्षारजान छाड़ी था से कौन होता है जबक्षारजानटा आम बालांस होगी रही है परवर्ती प्रश्न को जी परवर्ती प्रश्न अच्छी कौन मनीष एवं गोरु गाई उभय मारात्मक जो आंथ्राक्स रोगटा से करुवा जो बीजाणु जीवाणुर नामटा कौन है ऑप्शन कौन देखिए बासिलस आंथ्राक्स जो होता है ना हूँ आम सालमोनेला टाइफी जो होता है ना विब्रियो कलेरा जो होता है ना राइजोबियम लेगुमिनेस द्वारा होता है आंथ्राक्स रोगटा साधारण क्या द्वारा होता है ऑप्शन नंबर ए आगुरी डिस्कसन कर क्या द्वारा ना हूँ बासिलस आंथ्राक्स गोटे बैक्टेरिया टाइप हूँ आमर माइक्रो ऑर्गेनिज्म टा डिस्कवर करते किए ना हूँ रॉबर्ट कच बेले पचारे आंथ्राक्स रोगर जो बाहक जोटा कि कौन कहे बासिलस आंथ्राक्स बाहर करते कि ना रॉबर्ट कच है रॉबर्ट कच बासिलस आंथ्राक्स जो आंथ्राक्स रोग मनीष और गोरु गाई बेले पचारि पारे मनीष और गोरु गाई पाखे कमन भाव में कौन रोगटा देखा आंथ्राक्स बाहर करते कि ना रॉबर्ट कच बाहर करते परवर्ती प्रश्न को जी परवर्ती प्रश्न अच्छी कौन ना टीका जेटा कि वैक्सीन कही आम शरीर को रोग कारक अणुजीव ठारू कौन प्रस्तुत कर रक्षा करे वैक्सीन प्रोटेक्ट आवर बॉडी फ्रॉम पैथोजेंस बाय प्रोड्यूसिंग कौन तैयारी करे एमती गोटे जिनस जहाद्वारा कि आमको सी रक्षा करे जो आम नहीं था कौन आम जो टीका गुड़ाक ऑप्शन कौन देती आंटीबायोटिक से देता है ना हूँ आंटीबॉडीज प्रतिपिंड आमको देता है ना हूँ आंटीजेन देता है ना हूँ विषाक्त पदार्थ बहुत बहुत इंपोर्टेंट क्वेश्चन बारंबार कहूँ परीक्षा खातार ही देखिए এটা पूरा डायरेक्ट पड़ो एमती क्वेश्चन जे वैक्सीन हमको कौन देता है जहाद्वारा कि हमको अणुजीव ठारू रक्षा मिले सठिक उत्तर कौन ऑप्शन नंबर बी जैकी कौन होची आंटीबॉडीज आंटीबायोटिक और एंटीबॉडी भितर आपण आंटीजेन भितर आपण कंफ्यूज हेबे तेनु देखंतु कौन होची ना वैक्सीन contain structural part of the inactive element आपण फास्ट कथा होची टीका रे कोन रखाई था इनएक्टिव माने कोन जो माने निष्क्रिय हो जाइथे जो प्रकार हमर से भाइरस हमर जो बैक्टीरिया हो बा हमर भाइरस हो एमती कोन करते इनएक्टिव अवस्था रे थि माने से माने कोन होते निष्क्रिय अवस्था रे थि से माने कोन करंती ना से माने को नेकी बॉडी भीतर को छाडंती जा द्वारा कि कोन हो से माने भीतर को जाई कि आम बॉडी भीतर जो हमर अणुजीवटा को अछि जा द्वारा कि हम रोग सृष्टि होची ता आम बॉडी कोन जो डब्ल्यूबीसी बा व्हाइट ब्लड कर्पुस्कुलस बा सेल को आजे से माने कोन करंती जो जिनसटा हम पैथोजेन बा बाहर जिनसटा आसीबो से माने ता प्रति कोन गोटे एमती जिनस तयारी करे जा से प्रतिरोध करिवो तेनु ये जो शुष्क बा जो आम निष्क्रिय जो आम एलिमेंट छाड़िले सेटा कौन कर डब्ल्यूसी निज गोटे एंटीबॉडी तैयारी करिवो से एंटीबॉडी ही कौन करिवो ना प्रतिरोध करिवो बुझि पाले हमर टीका रे कौन होइते ना इनएक्टिव बेले पछारे टीका रे कौन थाए ना इनएक्टिव बा निष्क्रिय हमर एलिमेंट गुडा थाए हला से माने कौन करंती ना इम्यून सिस्टम कौन करंती लिम्फोसाइट जो कहले डब्ल्यूबीसी रो लिम्फोसाइट कौन करे ताको लढिया पई कौन शक्ति देथाए हला जो थरा कि कौन डिफेंस सिस्टम गोटे प्रोटीन तैयारी करे जेटा को एंटीबॉडी कहै छै तेनो सेटा कौन करे हमर टीकाटा कौन करे से एंटीबॉडी तैयारी करते हैं बुझी पाले आमे गोटे निष्क्रिय भाव में जिनसटा दबा किंतु से कौन करिवो जेहेतु डब्ल्यूबीसी बा डब्ल्यूबीसी गोटे टाइप होची कौन लिम्फोसाइट कौन करिवो ताकू प्रतिरोध करै पे एमती गोटे जिनस तैयारी करबा हमर प्रोटीन गोटे तैयारी करिवो से निष्क्रियटा को जाद्वारा कि आमे एमती गोटे जिनसटा देइथिले जे अणुजीवटा जेटा अछि सेटा को ही प्रतिरोध करि परिवो माने समान माने आमे जेटा दबा प्लस आम देह रही सेटा समान जाद्वारा कि डब्ल्यूबीसी तैयारी कला सेटा आम जेटा देले ताकू ही प्रतिरोध करिवो प्लस देहर भी जेटा थियो सेटा को भी प्रतिरोध करिवो हला सेटा करै कि ना लिम्फोसाइट करि थाए हला तेनो सेटारे मन रखियो कोन आमे वैक्सीन जो नो सेतरे कोन थाए ना एंटीबॉडीज थाए हला एंटीबॉडीज माने बॉडीज अर्थ कोन माने गोटे बॉडी जेमति दउछु सेहि भलिया माने से किंतु से इनएक्टिव अवस्था रे थिबो
नेक्स्ट जो रहा कौन ना आंटीबॉडीज ऑप्शन नंबर ए था आंटीबॉडीज ए कमर्शियल मेडिकल ड्रग ए जो आम मेडिकल ड्रग माने जो मेडिसिन गुड़ाक नौ इंजेक्शन नौ से कौन था एंटीबॉडी थाए किंतु एंटीबॉडीज एंटीबायोटिक थाए एंटीबायोटिक आम जो मेडिसिन गुड़ाक खाऊँ जो आप मेडिकल मेडिसिन स्टोर जाते कहते मत एंटीबायोटिक दियो है माने कौन मेडिकल ड्रग गुड़ाक कहुए मैंने जहाँद्वारा कि कौन हम इम्यून पावर टा बढ़ो है एंटीबॉडीज मेडिसिन गुड़ाक एंटीजेन हूँ कौन टार्गेट पार्टिकल इंड्यूसिंग द रिएक्शन एंटीजेन हूँ कौन गोटे ये कौन कर जो निर्दिष्ट जो पाथोजेन अच्छी टार्गेट कर मारे चेष्टा कर कौन कहे आंटीजेन कहुए है आंटीजेन आंटीबॉडी आउ आंटीबायोटिक भर डिफरेन्स जानीगले बास आउ कि आप कन्फ्यूजन हेनी परवर्ती प्रश्न को जावा परवर्ती क्वेश्चन टी अच्छी कौन ना निम्नलिखित मध्य कौटी एक बहुकोशीय कवक मल्टी सेल्युलर है जमीक आप कौन कहते एमोबी हूँ गोटे यूनिसेल्युलर से गोटे मल्टी सेल्युलर किए ईस्ट ना हूँ पाउरुटी कवक जो अच्छी ब्रेड मोल्ड जो राइजोपस ना हूँ क्लामिडोमोनास ना हूँ पारामेसियम कौटा गोटे या भर मल्टी सेल्युलर फंगस भितर जाऊँगी सठिक उत्तर हम कौन ऑप्शन नंबर बी जोटा कि पाउरुटी जो अच्छी राइजोपस है सेटा हूँ गोटे कौन मल्टी सेल्युलर है ଆଉ ଆଉ ଯୋଉ କହିଲା କଣ ଇଷ୍ଟ ଇଷ୍ଟ ତ ମୁଁ କହିଥିଲି ୟୁନିସେଲୁଲାର ତା ଭିତରେ କଣ ଗୋଟେ ସେଲ୍ ଅଛି ଆଉ ଯୋଉ କ୍ଲାମିଡୋମୋନାସ ଯୋଉ ରହିଲା ସେଟା ବି ଗୋଟେ ସିଙ୍ଗଲ ସେଲ୍ ଆଲଗି ହେଲା କ୍ଲାମିଡୋମୋନାସ ବେଳେ ବେଳେ ପଚାରିବେ ସେଟା କୋଉ ପ୍ରକାର ମାଇକ୍ରୋ ଅର୍ଗାନିଜମ ନା ହଉଛି ଆଲଗି ହେଲା ଆଉ ସିଙ୍ଗଲ ସେଲୁଲାର ମାନେ ସିଙ୍ଗଲ ସେଲ ରେ ତିଆରି ଆଉ ସେଟା ପାରାମିସିୟମ ବି ହଉଛି ଗୋଟେ ଗୋଟେ ସିଙ୍ଗଲ ରେ ସେଲ ରେ ତିଆରି ପ୍ଲସ ଏଟା ହଉଛି କଣ ପ୍ରୋଟୋଜୋଆନ୍ ହେଲା ପ୍ରୋଟୋଜୋଆନ୍ ଆଉ କ୍ଲାମିଡୋମୋନାସ ହଉଛି କଣ ଆଲଗି ହେଲା ଏଟା ସବୁ ଟିକେ ମନେ ରଖିଥିବେ ପଢିପାରେ ବି ଖାଲି ଦେଖିଦେଲେ ମନେ ରହିଯିବ ଗୁଡାକ ପରବର୍ତ୍ତୀ ପ୍ରଶ୍ନ ଅଛି କ୍ଷୀରକୁ 70 ଡିଗ୍ରୀ ସେଲସିୟସ ତାପମାତ୍ରାରେ 15 ରୁ 30 ଡିଗ୍ରୀ ସେକେଣ୍ଡ ପର୍ଯ୍ୟନ୍ତ ଗରମ କରି ହଠାତ୍ ଥଣ୍ଡା କଲେ ସଂରକ୍ଷଣ କରିବା ପ୍ରକ୍ରିୟାକୁ କଣ କୁହାଯାଏ ହେଲା ହଠାତ୍ ଆମେ କଣ କରିବା 70 ଡିଗ୍ରୀ ସେଲସିୟସ ରେ 15 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଆମେ ଗରମ କରିବା ହଠାତ୍ କି ଆମେ ଥଣ୍ଡା କରିଦବା ସେଟା କଣ କହିବା ହଉଛି ଡିହାଇଡ୍ରେସନ କହିବା ନା ହଉଛି ପାଶ୍ଚରାଇଜେସନ କହିବା ନା ହଉଛି କ୍ୟାନିଂ କହିବା ନା ହଉଛି ଫର୍ମେଣ୍ଟେସନ ବା କିଣ୍ୱନ ପଦ୍ଧତି କହିବା ତେଣୁ ସଠିକ ଉତ୍ତରଟି କଣ ହବ ୟାର ନା ଅପସନ ନମ୍ବର ବି ଯୋଉଟା କି ପାଶ୍ଚରାଇଜେସନ ଫାଷ୍ଟ ରୁ କହିଥିଲେ ଆପଣ ପାଶ୍ଚରାଇଜେସନ ମାନେ କଣ ଗୋଟେ ଲିକ୍ୱିଡ କୁ ଆମେ ଗରମ କରିଦବା ଯାହାଦ୍ୱାରା କି ତା ଭିତରେ ଥିବା ପାଥୋଜେନ ଗୁଡାକ ମରିଯିବେ ମାନେ ଯୋଉ ଆମର ଯୋଉ କ୍ଷତିକାରକ ଅଣୁ ଗୁଡାକ ମରିଯିବେ ସେଟା କଣ କୁହାଯାଏ ପାଶ୍ଚରାଇଜେସନ ବୋଲି କୁହାଯିବ ବୁଝିଗଲା ତାपर କ୍ୱେଶ୍ଚନ କୁ ଯିବା ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ ନା ମଣିଷର ଅନ୍ତନଳୀରେ ଭିଟାମିନ ବି କମ୍ପ୍ଲେକ୍ସ ପ୍ରସ୍ତୁତିରେ ନିମ୍ନଲିଖିତ ମଧ୍ୟରୁ କୋଉ ଅଣୁଜୀବ ସାହାଯ୍ୟ କରେ ଆମ ଅନ୍ତନଳୀରେ ଅଛି ସେ ଯୋଉ ବି କମ୍ପ୍ଲେକ୍ସ ଆମକୁ ଗୋଟେ ଖାଦ୍ୟ ଦେଇଥାଏ ସେଟା କୋଉ ପ୍ରକାର ଆମର ଅଣୁଜୀବ ଅପସନ କଣ ଦେଇଛି ଷ୍ଟ୍ରେପ୍ଟୋ କକ୍ସ କୁହାଯାଏ ନା ହଉଛି ଇସ୍ଚେରାଚିଆ କୋଲାଇ ବା ଇ କୋଲାଇ କୁହାଯିବ ନା ହଉଛି ପ୍ଲାଜମୋଡିୟମ ଅଛି ଆମ ଭିତରେ ନା ହଉଛି ଆସ୍ପରଜିଲ୍ସ ହେଲା କୋଉ ପ୍ରକାର ଅଣୁଜୀବ ଆମ ଅନ୍ତ ନଳୀରେ ଥାଏ ଯେ କି ବି କମ୍ପ୍ଲେକ୍ସ ଆମକୁ ଦେଇଥାଏ ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି ଯାକି ଇସ୍ଚେରାଚିଆ କୋଲାଇ ବା ଇ କୋଲାଇ ଥାଏ ଅନ୍ତ ନଳୀରେ ଥାଏ ହେଲା ନନ୍ ପାଥୋଜେନିକ କମେନ୍ସିଆଲ ଲାଇନ୍ସ ମାନେ କଣ ନନ୍ ପାଥୋଜେନ ମାନେ କଣ ଆମକୁ କ୍ଷତିକାରକ ସେତେ ନଥାଏ ଇଏ କଣ କରିଥାଏ ଆମ ଭିତରୁ ଯୋଉ ନ୍ୟୁଟ୍ରିସନ ଆମେ ଖାଉଛୁ ସିଏ ଆମକୁ ଆମଠାରୁ ନ୍ୟୁଟ୍ରିସନ ଟା ନବ ପ୍ଲସ ଆମକୁ ବି କମ୍ପ୍ଲେକ୍ସ ହଉଛି କଣ ନା ସବୁଠାରୁ ଇମ୍ପୋର୍ଟାଣ୍ଟ କାରଣ ଆମେ ଯେତେ ସବୁ ଖାଦ୍ୟ ଖାଇଦବୁ ତା ଭିତରେ ବି କମ୍ପ୍ଲେକ୍ସ ନଥାଏ ସବୁ ଭିଟାମିନ ଥିବ କିନ୍ତୁ ବି କମ୍ପ୍ଲେକ୍ସ ନଥାଏ ସେଟା କେବଳ ଇ କୋଲାଇ ପାଖରୁ ମିଳିଥାଏ କ୍ୱେଶ୍ଚନ ପଚାରି ପାରେ ଯେ କୋଉ ଅଣୁଜୀବ ପାଖରୁ ଆମକୁ ବି କମ୍ପ୍ଲେକ୍ସ ମିଳିଥାଏ ନା ହଉଛି ସେଥିରେ ଖାଦ୍ୟ ବି ଥିବ କିନ୍ତୁ ହବ ଇ କୋଲାଇ ହେଲା ଇ କୋଲାଇ କେବଳ ଏମିତି ଗୋଟେ ଜିନିଷ ଯିଏ କି ବି କମ୍ପ୍ଲେକ୍ସ ଆମକୁ ଦେଇଥାଏ ସେ ଆମର ସେଇ ବାଉଲର लो ଚେମ୍ବରରେ ଥାଏ ଇସିରେଚିଆ କୋଲାଇ ସେ ଆମର କଣ ଯେମିତି କି ଭିଟାମିନ କେ ବି କମ୍ପ୍ଲେକ୍ସ ଏଗୁଡା ସବୁ ଦେଇଥାଏ ତା ବଦଳରେ ଆମେ ତାକୁ ସେ ଆମଠାରୁ ନ୍ୟୁଟ୍ରିସନ ଟା ନେଇଥାଏ ହେଲା ଆଉ ତ ଏଗୁଡାକ ପ୍ଲାଜମୋଡିୟମ ତ ପଢେଇଛି ହେଲା ଆଉ ଷ୍ଟ୍ରେପ୍ଟୋମାଇସିନ ହଉଛି କଣ ନା ଥ୍ରେଡ ଇଲନେସ ହେଲା ଏଇ ରୋଗରେ ବି ସେ ବାହକ ହେଇଥାଏ ତେଣୁ ଏଇଟା ସବୁ ଆମ ପାଇଁ ମାନେ କ୍ଷତିକାରକ ବାକି ଆମ ଇ କୋଲାଇଟା ଆମ ପାଇଁ ଭଲ ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଡେଙ୍ଗୁ ଭୂତାଣୁର ବାହକ କିଏ ଯୋଉ ଡେଙ୍ଗୁ ରୋଗ ହୋଇଥାଏ ତାର ବାହକ କିଏ ଅପସନ କଣ ଦେଇଛି ମାଛି ଆଉ ମାଇ ଏଡସ୍ ମଶା ନା ହଉଛି ଫିମେଲ ଏନୋଫିଲିସ ମସ୍କିଟୋ ନା ହଉଛି ବଟରଫ୍ଲାଇ ପ୍ରଜାପତି ତ ରାଇଟ କ୍ୱେଶ୍ଚନ ଅଛି କଣ ହବ ନା ଭୂତାଣୁର ବାହକ କିଏ ସାଧାରଣତଃ ଅପସନ ନମ୍ବର ବି ମାଇଡିସ ହେଲା ମାଇଡିସ ମଶାଟା ଆମର କରିଥାଏ କଣ ଆମ ଡେଙ୍ଗୁ ରୋଗ କରିଥାଏ ଆଉ ଚିକେନ ଗୁନିଆ ଫାଷ୍ଟ ଆମେ ପଢିଥିଲେ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା ହେଲା ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ ନା କେଉଁ ଅଣୁଜୀବ ଗୋଷ୍ଠୀ ଜୈବିକ ବର୍ଜ୍ୟବସ୍ତୁକୁ ବାୟୋଗ୍ୟାସ ବା ଜୈବ ଗ୍ୟାସରେ ପରିଣତ କରିପାରନ୍ତି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଯେ ଜୈବ ଗ୍ୟାସ ବା ଯୋଉ ଅର୍ଗାନିକ ୱେଷ୍ଟରୁ ଆମେ ବାୟୋଗ୍ୟାସ ତିଆରି କରିଥାଉ ସେଥିରେ କୋଉ ଆମର ଅଣୁଜୀବଟା ସାହାଯ୍ୟ କରିଥାଏ ଅପସନ କଣ ଦେଇଛି ମିଥାନୋଜେନ ବୀଜାଣୁ ଅପସନ ନମ୍ବର ବି ଦେଇଛି ନିରହରିତ ଶୈବାଳ ଅପସନ ନମ୍ବର ଡି ଅଛି ପରଜୀବୀ କବକ ବା ପାରାସାଇଟ ଫଙ୍ଗି ନା ହଉଛି ରେଟ୍ରୋ ଭାଇରସ ଆମର ସାହାଯ୍ୟ କରିଥାଏ ବାୟୋଗ୍ୟାସ ତିଆରି କରିବାରେ ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯୋଉଟା ମିଥାନୋଜେନ ହେଲା ମିଥାନୋଜେନ ଯେହେତୁ ମିଥେନ ଗ୍ୟାସ ଆମର ବାୟୋଗ୍ୟାସ ରେ ବାହାରିଥାଏ ତେଣୁ ସେଥିପାଇଁ ମିଥାନୋଜେନ ବ୍ୟାକ୍ଟେରିଆ ସେ ଏନାରୋବିକ ବା ଆମର ଯୋଉ ଅକ୍ସିଜେନ ବିନା ସେ କଣ କରିଥାଏ ମିଥେନ ଗ୍ୟାସ ତିଆରି କରିଥାଏ ତେଣୁ ସେଥିପାଇଁ କଣ କରାଯାଏ ନା ମିଥାନୋଇକ ବ୍ୟାକ୍ଟେରିଆକୁ ବ୍ୟବହାର କରିଥାଏ ବାୟୋଗ୍ୟାସ ତିଆରି କରିବାରେ
बाकी जो रहा ब्लू ग्रीन आल्गी सी कौन करे क्लासिक लाइट फोटोसिंथेसिस ये एमती गोटे जमी सियानोबैक्टेरिया आपन कौन कहती तार गोटे भेराइटी हूँ कौन ब्लू ग्रीन आल्गी सी कौन करते फोटोसिंथेसिस करता है आल्गी जो कहती आपको है आल्गी कौन करते हैं भितर क्लोरोफिल थाए से फोटोसिंथेसिस करते हैं तार गोटे भेराइटी हूँ कौन ब्लू ग्रीन आल्गी नेक्स्ट जो फंगी कौन करते हैं जो पारासाइट फंगी सी कौन करते हैं फंगी पुल द न्यूट्रिएंट्स ऑफ ट्रीज टिश्यू ये गोटे पारासाइट एमती गछरे देखा जाए जहाँ कि गछर सब न्यूट्रिशन को टाणी नहीं थाए आउटे रेट्रोभाइरस हूँ कौन आरएनए डिपेंडेंट एंटर लाइक एचआईवी ये हूँ रेट्रोभाइरस एमती गोटे भाइरस जी की आमर जो एचआईवी रोग से द्वारा आमर से भाया गोटे आरएनए डिपेंडेंट आरएनए ऊपर डिपेंडेंट करके से गोटे एचआईवी भाया रोग तैयारी करें है तेणु एतिक आमर एचआईवी जो कौन माइक्रो ऑर्गेनिज्म टोटाल 20टा एमसीक्यू आशा करुँच आप थियोरी प्लस एमसीक्यू केमती कौन सॉल्व करेंगे पूरा आपन नॉलेज पूरा नहीं जदि भिडियो आपको भल लगी इनफॉर्मेटिव लगी ताले भिडियो गोटे प्लीज लाइक करदेवे आ जदि एमआर स्टडी एकेडमी प्रथम थर पे आप भिडियो देखुଛନ୍ତି भिडियो को लाइक करी चैनल टी को सब्सक्राइब करदेवे सब्सक्राइब करने द्वारा आपको जिते भिडियो अपलोड कर पहुंची पार आ पाखे बेल नोटिफिकेशन को ऑलवेज सेट करदेवे तापर नोटिफिकेशन गले आप देखिपारे आ जदि यार प्रैक्टिस करने चाहते क्वेश्चन गुड़ाक देखा चाहते मुझे डिस्क्रिप्शन में टेलीग्राम लिंक देदेवी से गुड़ाक पीडीएफ गुड़ाक प्रोवाइड करुँचे प्रैक्टिस भी करेंगे तेणु आज रोचे नुआ टॉपिक देखा रोचे धन्यवाद।